ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଗସ୍ତ କରିଛି, ଲୋକଙ୍କ ସହିତ ମିଶିଛି, ସେମାନଙ୍କର ସୁଖ ଦୁଃଖ ବିଭିନ୍ନ ଆଶା ଆଉ ଆକାଂକ୍ଷା ଶୁଣିଛି। ତେଣୁ ଏହି ଆଧାରରେ ମୁଁ କିଛି ମନ୍ତବ୍ୟ ଆଉ କିଛି ପରାମର୍ଶ ନିଶ୍ଚିତ ଭାବରେ ଆପଣମାନଙ୍କୁ ଦେବା ପାଇଁ ଚାହୁଁଛି। କୌଣସି ଗୋଟିଏ ଜିଲ୍ଲାକୁ ବିଶେଷ ଭାବେ ଉଲ୍ଲେଖ କରୁନାହିଁ, କେବଳ ଉଦାହରଣ ଛଳରେ ଗୋଟିଏ ଦୁଇଟି କଥା ମୁଁ ରଖିବି। ଯେମିତି ଏଇ ନିକଟରେ ନୂଆପଡ଼ା ଉପନିର୍ବାଚନ ଶେଷ ହୋଇଛି, ତାର ଫଳାଫଳ ଆପଣମାନେ ସମସ୍ତେ ଦେଖିଛନ୍ତି। ମୁଁ ଏହାର ରାଜନୈତିକ ଦିଗକୁ ଉଲ୍ଲେଖ କରିବା ପାଇଁ ଚାହୁଁନାହିଁ। ସରକାରଙ୍କର ପାଇଁ ଏହା ପଛରେ ଥିବା ବାର୍ତ୍ତାକୁ ଆମ ସମସ୍ତଙ୍କୁ ବୁଝିବା ପାଇଁ ପଡ଼ିବ। ଆମେ ସମସ୍ତେ ଜାଣିଛୁ ବିଭିନ୍ନ କାରଣରୁ ନୂଆପଡ଼ା ଜିଲ୍ଲା ରାଜ୍ୟର ସବୁଠାରୁ ପଛୁଆ ଅଞ୍ଚଳ ଏବଂ ଅନଗ୍ରସର ଜିଲ୍ଲା ଇଏ, ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରୁ ବହୁ ଦୂରରେ ଇଏ ଅବସ୍ଥାପିତ ଅଛି। ତେଣୁ ଯେତେବେଳେ ସୁଯୋଗ ଆସିଲା, ସେମାନେ ନିଜ ଅଞ୍ଚଳର ବିକାଶ ପାଇଁ ସରକାରଙ୍କୁ ଏବଂ ସରକାରୀ ଦଳକୁ ସମର୍ଥନ କରି ବିପୁଳ ସଂଖ୍ୟାରେ ଭୋଟ ଦେଇଛନ୍ତି। କିନ୍ତୁ ସରକାର ବିଶେଷ ଭାବେ ମୁଁ ଭଲ କରି ହୃଦୟଙ୍ଗମ କରିପାରୁଛି ଯେ ସରକାରୀ ଦଳ ସପକ୍ଷରେ ମିଳିଥିବା ଭୋଟ, ଏ ଭୋଟ ହେଉଛି ଆଶା, ଏବଂ ଏ ସରକାର କିଛି ଆମ ପାଇଁ କରିବେ, ଆଉ ସେଥିପାଇଁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ ବ୍ୟକ୍ତ କରିବା, ସମର୍ଥନ ଦେବା, ଭୋଟ ଦେବା। ପ୍ରତ୍ୟେକ ଭୋଟ ପିଛରେ ରୁଚି ରହିଛି ଲୋକଙ୍କର ସମ୍ପୃକ୍ତି, ବ୍ୟକ୍ତିର ଆଶା ଯେ ତାହାର ଦୈନନ୍ଦିନ ଜୀବନରେ ଟିକେ ସାବଲୀଳ ହେବ। ସେ ଯେଉଁ ଗାଁକୁ ଯେଉଁ ୱାର୍ଡ଼ରେ ରହୁଛି, ସେଇ ୱାର୍ଡ଼ର ବା ସେଇ ଗାଁର ବିକାଶ ଟିକେ ହେବ। ସରକାର ବି ସେଥିପାଇଁ ପ୍ରତିବଦ୍ଧ। ନୂଆପଡ଼ାର ବିକାଶ ପାଇଁ 2ଟି ପର୍ଯ୍ୟାୟରେ 1400 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା ବି ମୁଁ ବ୍ୟକ୍ତିଗତ ଭାବରେ 2ଟି ପର୍ଯ୍ୟାୟରେ କରିଛି। କିନ୍ତୁ ଏହାର ରୂପାୟନ କରିବ କିଏ? ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ଆମର ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ। ଉଦାହରଣ ସ୍ୱରୂପ ଜଳସେଚନ ପାଇଁ ଯେଉଁ ସବୁ ପ୍ରକଳ୍ପ ଘୋଷଣା କରାଯାଇଛି, ନୂଆପଡ଼ା ସେ ଜିଲ୍ଲାକୁ ଯିବା ଏବଂ ସେଠି ସେ ଅଞ୍ଚଳକୁ ଯାଇ ଜଳସେଚନ କରିବା ପାଇଁ ସେଠି ମୋହନ ମାଝି ତ ବନ୍ଧ ବାନ୍ଧିବେ ନାହିଁ, କି ବିଭାଗୀୟ ଆମ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସିଏ ସେ ନାଳ ଖୋଳିବେ ନାହିଁ। ଇଏ ଦାୟିତ୍ୱ ଜିଲ୍ଲାପାଳଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହିଁ ହେବ। ସରକାରଙ୍କ ପକ୍ଷରୁ ଏସବୁ କାମକୁ ତ୍ୱରାନ୍ୱିତ ଏବଂ ଧାର୍ଯ୍ୟ ସମୟ ଭିତରେ ସମାପ୍ତ କରିବାର ଦାୟିତ୍ୱ ହେଉଛି ଆମ ନୂଆପଡ଼ା ଜିଲ୍ଲାପାଳଙ୍କର। ଏବଂ ଯଦି କୌଣସି କାରଣରୁ କାମ ହୋଇପାରିଲା ନାହିଁ, ତାଙ୍କ ଉପରେ ହିଁ ଉତ୍ତରଦାୟିତ୍ୱତା ଫିକ୍ସ ହେବ। ଏହା କେବଳ ନୂଆପଡ଼ା ପାଇଁ ନୁହଁ, ମୁଁ ନୂଆପଡ଼ା କେବଳ ଗୋଟିଏ ଉଦାହରଣ ଛଅରେ କହିଲି। ଉଦାହରଣ ଦେଇକି ମୁଁ କହିଲି, ସମଗ୍ର ଓଡ଼ିଶାରେ ଯେଉଁ 30 କୋଟି ଜିଲ୍ଲା ମୁଁ ଯାଇଛି, ଏକାଧିକ ବାର ଯାଇଛି। କେବଳ କେତୋଟି ଜିଲ୍ଲା ଛାଡ଼ିଦେଲେ ବାକି ଜିଲ୍ଲାକୁ ଏକାଧିକ ବାର 3 ଥର 4 ଥର 2 ଥର 5 ଥର ଯାଇଛି। 6 ଥରରୁ ଉପର ଯିବା ଜିଲ୍ଲାଗୁଡ଼ିକର ନାଁ କହିଲି ମୁଁ। ଏବଂ 2024 ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଆଶା ଆକାଂକ୍ଷାର ସହ ଏକ ନୂତନ ସରକାର ଆଉ ଆମ ସରକାରକୁ ନିର୍ବାଚିତ କରିଛନ୍ତି। ଏଠି ପ୍ରଶ୍ନ ହେଉଛି, ଆମେ କେତେ ଦୂର ସେ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେଇଛୁ ବା ହେଉଛୁ। ମୋ ମତରେ ଆମ ସରକାର ଅଧିକାଂଶ କ୍ଷେତ୍ରରେ ବିଭିନ୍ନ ପ୍ରତିଶ୍ରୁତି ଏବଂ କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିଛନ୍ତି ଏବଂ କରୁଛନ୍ତି। ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ଆମ ମ୍ୟାନିଫେଷ୍ଟୋରେ ଆମେ ଯେଉଁ ସ୍ଥାନ ଦେଇଥିଲୁ ତାକୁ କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ ବର୍ଷ ଭିତରେ 21ଟି ବଡ଼ କାର୍ଯ୍ୟକ୍ରମ ଭିତରୁ 11ଟି କାର୍ଯ୍ୟକ୍ରମକୁ ଆମେ ଇମ୍ପ୍ଲିମେଣ୍ଟେସନ୍ କରିସାରିଛୁ। ବର୍ତ୍ତମାନ ଏ 2 ମାସ ଭିତରେ ଆହୁରି 2ଟି କାର୍ଯ୍ୟକ୍ରମ ମଧ୍ୟ ହାତକୁ ଆମେ ନେଲୁଣି। ଆଉ ସେ ଦୃଷ୍ଟିକୋଣରୁ ଆମର ପ୍ରତିଶ୍ରୁତି, ଆମର କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ ଆମେ କରିବା ପାଇଁ ଚାହୁଁଛୁ। ଆଉ ତାହା ମଧ୍ୟ ନିର୍ବାହ ହେଉଛି ଆପଣମାନଙ୍କର ଜରିଆରେ। ତା ଭିତରୁ ମୁଁ 2-3ଟି ଉଦାହରଣ ଦେଇପାରେ।
ସେଥିରେ ଆମର ଏ ମଞ୍ଚରେ ବି ଅଛନ୍ତି ମାନ୍ୟବର 2 ଜଣ ବରିଷ୍ଠ ମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ କେବିଜି ଆସିପାରି ନାହାନ୍ତି। ସୁଭଦ୍ରା ଯୋଜନାକୁ ଏକ ନାରୀ ଆନ୍ଦୋଳନରେ ନାରୀ ସଶକ୍ତିକରଣ ଆନ୍ଦୋଳନରେ ପରିଣତ କରିଥିବା ଆମର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହାଶୟା ଆଜି ସେ ଯୋଜନା ଆଜି କାର୍ଯ୍ୟକାରୀ କରିଛନ୍ତି ଆଉ ଆପଣମାନଙ୍କର ମାଧ୍ୟମରେ କରିଛନ୍ତି। ଆଉ ସବୁଠାରୁ ବଡ଼ ସଫଳତା ପୂର୍ବକ ଏ ସୁଭଦ୍ରା ଯୋଜନା ଆଜି ଏ ସଫଳ ନେତୃତ୍ୱ ଆଜି ଦେଇପାରିଛି ଏବଂ ସେହିଭଳି ଭାବରେ କୃଷକ ସମୃଦ୍ଧ କୃଷି ଯୋଜନା ଏ ସମୃଦ୍ଧ କୃଷି ଯୋଜନାକୁ କୃଷକମାନଙ୍କର ପାଇଁ ଯେଉଁ କାମ ତାକୁ ମଧ୍ୟ ସଫଳତାର ସହିତ କାର୍ଯ୍ୟକାରୀ କରିଥିବା ଆମ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମହୋଦୟ ତାଙ୍କର ଯେଉଁ ସମୃଦ୍ଧ କୃଷି ଯୋଜନା ମାଧ୍ୟମରେ ଆମେ ଇନପୁଟ୍ ଆସିଷ୍ଟାଣ୍ଟ ଦେଲେ ଆମେ ଅଦିନିଆ ବର୍ଷା ହେଲେ ମଧ୍ୟ ଯେଉଁ ଚାଷୀର କ୍ଷତି ହେଲା ତାକୁ ମଧ୍ୟ ରିଲିଫ୍ କୋଡ଼କୁ ପରିବର୍ତ୍ତନ କରି ମଧ୍ୟ ଆର୍ଥିକ ସହାୟତା 17ରୁ ଅଧିକ ଜିଲ୍ଲାରେ ପ୍ରଦାନ କରିଲେ। ମୁଖ୍ୟମନ୍ତ୍ରୀ କୃଷି ଯୋଜନା ମାଧ୍ୟମରେ ମଧ୍ୟ ଅନେକ ଲୋକଙ୍କୁ ଆମେ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଯେଉଁ ରିଫର୍ମ ହେଲା ଯେଉଁ GSTର ଆଉ ସେହି ଆଧାରରେ ଅନେକ ଆନୁଷାଙ୍ଗିକ ଏ ଯେଉଁ କୃଷି ଏବଂ କୃଷିର ଯେଉଁ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ତାହାର ଯେଉଁ GST ଛାଡ଼ ହେଲା ତା ମାଧ୍ୟମରେ ମଧ୍ୟ ଆମେ ଅନେକ ଚାଷୀଙ୍କୁ ଉପକୃତ କରାଇବାରେ ତାଙ୍କର ଯେଉଁ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଯେଉଁ ଖର୍ଚ୍ଚ ହୁଏ ଯେଉଁ ଅର୍ଥ ତାକୁ କମ୍ କରାଇବାରେ ଆଜି GSTର ରିଫର୍ମ ହେବା ଫଳରେ ଆଜି ଆମେ କମ୍ କରିପାରିଛନ୍ତି। ସେହିଭଳି ଭାବରେ ରାଜସ୍ୱ ମନ୍ତ୍ରୀଙ୍କର ପ୍ରଜାଖାନ୍ନା ସଂଶୋଧନ ତାକୁ କ'ଣ କହୁଛନ୍ତି ଇଂରାଜୀରେ କଲମ୍ ଟୁ କରେକ୍ସନ୍ ଏଥିରେ ବହୁତ ବଡ଼ ଗୋଟେ ଏଇ ଯେଉଁ ପ୍ରଜାଖାନା ସଂଶୋଧନ ଆମେ କରିପାରିଛନ୍ତି ପିଢ଼ି ପରେ ପିଢ଼ି ଚାଲି ଯାଉଥିବା ଭିତରେ ମଧ୍ୟ ତା ନାତି ଆସିକି ପହଞ୍ଚିଲାଣି ତା ବାପର ବି ପଟ୍ଟା ନାହିଁ ତା ଦାଦାର ପଟ୍ଟା ଅଛି ନହେଲେ ତା ଆହୁରି ଉପରେ ଯେଉଁ ପଟ୍ଟା ଦ୍ୱାରା ଆବଶ୍ୟକୀୟ ଯେଉଁ ଯୋଜନା ଗୁଡ଼ିକ ସେଥିରେ ପଟ୍ଟାର ଆବଶ୍ୟକତା ଅଛି ତାର ପ୍ରତିବନ୍ଧକ ସୃଷ୍ଟି ହେଉଥିଲା ଆଜି ଗୋଟେ ବ୍ୟାପକ ପରିବର୍ତ୍ତନ ହୋଇପାରିଛି। ସେହିଭଳି ଭାବରେ ମଧ୍ୟ ଯେଉଁ ପିଲାମାନେ ଡ୍ରପ୍ ଆଉଟ୍ ହେଉଛନ୍ତି ଅନେକ ଟ୍ରାଇବାଲ ଏରିଆରେ ତାକୁ କମ୍ କରିବା ପାଇଁ ମାଧବ ସିଂ ହାତଖର୍ଚ୍ଚ ଯୋଜନା ଏବଂ ଏଇଭଳି ଭାବରେ ମଧ୍ୟ ବିଭିନ୍ନ ଯୋଜନାକୁ DBT ସମ୍ବନ୍ଧୀୟ ଅର୍ଥାତ୍ DBT ସମ୍ବନ୍ଧୀୟ ଯେତେ ଯୋଜନା ଭିତରୁ ଯାହା ଆମେ କାର୍ଯ୍ୟକାରୀ କରୁଛନ୍ତି ଯେଉଁଟା ଆପଣଙ୍କର DBT ସହିତ ଲିଙ୍କ ଅଛି ଆଉ ତାକୁ ଆମେ ସଫଳ ରୂପାୟନ କରିପାରୁଛନ୍ତି ସେଗୁଡ଼ିକ ଭିତରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦ୍ୱାରା ପ୍ରବର୍ତ୍ତିତ ଜାମ୍ ଜନଧନ ଆଧାର ଆଉ ମୋବାଇଲ ଏ ଇଣ୍ଟିଗ୍ରେସନର ବହୁଳ ଆଦୃତତା ଯୋଗୁଁ ଟେକ୍ନୋଲୋଜିକୁ ଆଦୃତ କରିବାରେ ନିଶ୍ଚିତ ଭାବରେ ଆମେ ଭଲ କାମ କରିଛନ୍ତି ଏବଂ ଓଡ଼ିଶା ଦେଶର ଏକ ଏ କ୍ଷେତ୍ରରେ ସବୁଠାରୁ ଅଗ୍ରଣୀ ରାଜ୍ୟ ହିସାବରେ ଆଜି ତାର ସ୍ଥାନ ଆମେ ନେଇପାରିଛନ୍ତି। ଯେଭଳି ଭାବରେ ସୁଭଦ୍ରା ଯୋଜନାର ଆମେ ଏକା ବେଳେକେ ଏକା ସହିତ 1,05,00,000 ସୁଭଦ୍ରା ଯୋଜନା ଅନ୍ତର୍ଗତ ଯୋଗ୍ୟା ମା ଭଉଣୀମାନଙ୍କୁ ଆମେ ଗୋଟିଏ ସୁଇଚ୍ ଟିପିକରି ସେମାନଙ୍କୁ ଠନ୍ କରିକିରି ଆମେ ଗୋଟିଏ ମୁହୂର୍ତ୍ତରେ ତାଙ୍କ ପାଖକୁ ଟଙ୍କାଟେ ପଠାଇଲେ ଟଙ୍କାଟେ ପହଞ୍ଚିଲା ଏ କାମଟି ଆମେ ଆଜି କରିପାରିଛନ୍ତି ଯେଉଁଟାକି ଦେଶରେ ପ୍ରଥମ। ଏତେ ସଂଖ୍ୟାରେ
एका बेलेके कौन सी राज्य करी नाहंती 60 लाख रु से पार ही नाहंती आमे एका बेलेके 1,05,00,000 लोक दे पारी पूर्व जिते ब्रह्मपुर सहर या आम कर किंतु मोर विशेष चिंता होची सरकार उन्नयनमूलक कार्य भित्तिभूमि संबंधी प्रकल्प राज्यर विभिन्न वर्गर लोकों सहित वार्तालाप समय से विभिन्न चिंता प्रकट करिसेंती तेणु मु समस्त अधिकारी को परामर्श देवी जे विषय रे तुरंत आपण माने पदक्षेप नियंतु आम सरकार केवल गोटे वर्ष किंबा 2 वर्ष पर ये योजना प्रस्तुत करू नाहंती आमर लक्ष्य होउची 2036 विजन 2036 समृद्ध ओडिशा एवं 2047 विकसित ओडिशा विकसित भारत विजन 2036 समृद्ध ओडिशा तथा विकसित ओडिशा एवं 2047 विकसित भारत आगामी 10 वर्ष पर जितेबले ओडिशा स्वतंत्र ओडिशा प्रदेश गठनर शतवार्षिकी पूरण करिबो सेतेबेले राज्यर अर्थनीति को आम टार्गेट बा आम विजन रे रखिचु तार 4 गुण वृद्धि करी 500 बिलियन अमेरिकीय डॉलर रे पहुंच करबा पई ये बहुत बड़ गोटे चैलेंज किंतु असंभव को संभव करने दायित्व आम समस्तंकर सरकारंकर आउ समस्त अधिकारी मानकर एणु 2036 सुधा ओडिशा देशर सर्वश्रेष्ठ अर्थनैतिक दृष्टिकोण सर्वश्रेष्ठ 5 गोटी विकसित राज्य मध्य सामिल होगाकू आम सरकार लक्ष्य आम रखिछंती एवं आज आम राज्यर जीडीपी अन्य राज्य तुलन में यथेष्ट आगरे अछंती आउ आमे ए क्षेत्र में प्रथम स्थान अधिकार करिछंती यही लक्ष्य पूरण करने आगु अनेक आह्वान अच्छी प्रथम आह्वानटी होची आम राज्यर कृषि भित्तिक अर्थनीति को नहीं एक लक्ष्य पूरण कर ये लक्ष्य को आम कृषि को लेकर कृषि अर्थ को नीति को सामिल करी आमे आमर ये जो विजन 2036 रे 500 बिलियन डॉलर अर्थनीतिर कथा आम कहते ताकू पूरण कर पारिबा कि ये बहुत बड़ प्रश्न अच्छी आम पाखे आउ यार उत्तर रे हुए तो आपण माने समस्ते जानिथिबे उत्तर ना आसीबो सेथिबे हमकु कोन करिया पई पड़ियो ता प्रस्ताव मध्ये आपण माने देबार आवश्यकता अछि कारण वर्तमान राज्यर 60% लोक कृषि एवं आनुषंगिक कार्य उपरे से नियोजित अछंती आ ता भितर माछ चाष गो एवं प्राणी पालन रे से नियोजित अछंती किंतु राज्य अर्थनीति आकार को तांकर प्रतिदान एमानकर प्रतिदान केते होउची मात्र 20% 20% यही मॉडल द्रुत विकास पाई केबे हेले सस्टेनेबल ये मॉडल नुह तेणु आम सरकार कृषि भित्तिक अर्थनीति एक मिश्रित अर्थनीति अर्थात मिक्स्ड इकोनॉमी आड़ को अग्रसर होगा आम कार्य करुछंती आउ कृषि क्षेत्र में नियोजित होता बड़का श्रम को उद्योग सेवा रप्तानी परी अन्य क्षेत्र में मध्य याकू नियोजित करा जिवो आउ सेथिपाई ये जो मिश्रित अर्थनीति बा क्रॉप डाइवर्सिफिकेशन याड़ को आमको जीवापाई पड़ो आउ ताहा करले ही जाकि आमर जो अर्थनीति रे जो भागीदारी चाषी मानकर जो मैंने रोचंती 60% रु अधिक जो मानकर 20% मात्र अवदान रोची ये आधार रे जदि आमे जीवा ताहले केबे भी आमे श्रेष्ठ 5टी राज्य भितर आमर स्थान को आमे पहुँची पारिबा नहीं एणु प्रथम वर्ष ही ये स्ट्राटेजी को कार्यकारी आम आरंभ कर सारी उत्कर्ष ओडिशा मेक इन ओडिशा कनक्लेव यह आमको आज बड़ उत्साहित करी 22 लाख कोटी टंकार प्रस्ताव आसीबा 17 लाख कोटी प्रस्ताव को ग्रहण करिबा एवं गत जनवरी 28-29 तारिख रे आमे
माननीय यशस्वी प्रधानमंत्री नरेंद्र मोदीजी उपस्थित में आम 13 लाख कोटी टंकार MOU साइन करवा ये निश्चित भाव एक बहुत बड़ आम कार्यक्रम आज हाथ को नहीं गोटे कथा ए पूर्व सरकार परी एपरी कार्यक्रम केवल प्रचार प्रसार पाई जहाँ सेतेबेले करा जाउथला आमे प्रचार प्रसार पाई करू नाहंती किंबा सेतेबेलर सरकार जहाँ करुथिले इवेंट मैनेजमेंट से ही भली भाव में आम सरकार इवेंट मैनेजमेंट कंपनी परी इवेंट मैनेजमेंट काम करू नाहंती आमे गत 9 मासरे 2 लाख कोटी टंकार भी अधिक प्रस्तावित प्रकल्पर भित्ति प्रथर स्थापन एवं ग्राउंड ब्रेकिंग आम कर सारीचु आ यही प्रकल्प गुड़िक कार्यक्रम हेले 2.5 लाख रु अधिक युववर्ग को जॉब बा रोजगार मिलिबो हेले याकु सफल करिबा पाई ये कार्यक्रम को सफल करिबा पाई जिलापाल मानकर कर्तव्य कौन प्रकृत में कहवाक गले राज्यर द्रुत शिल्पायन पाई आपण मानकर भूमिका सबुठारु अधिक आवश्यकता अछि आगरु केवल अल्प किछि अंचल शिल्पायन होउथला किंबा जोठी गोटे जगार फोकस कराउथला से जगार करा जाउथला किंतु आम सरकार आसिला परे समस्त 30 जिल्ला रे ये शिल्पायन को प्राधान्य दिया जाउछि एवं करा जिवो मध्य तेणु सरकार नीति नियम विभिन्न निर्देशावली अनुसार उद्योगी को जिला स्तर में विभिन्न प्रकार सुविधा सुजोग प्रदान करने आवश्यक आउ आज प्रत्येक राज्य निवेश पाई निज निज भितर प्रतियोगिता मध्य प्रत्येक राज्य भितर मध्य करुछंती से भितर ओडिशा अन्यतम निकटरे विभिन्न प्रकार पुराना आईन को पुराना एक्ट को आमेंडमेंट करिबा पाई एवं नुआ एक्ट ता भीतर संशोधन करी प्रयोग करिबा पाई मध्य माननीय प्रधानमंत्री जी समस्त राज्य को आम मान को परामर्श देइछंती एवं सेथिरे प्रायतः 23 टी कार्यक्रम 23 टी एक्ट उपर आमेंडमेंट करिबा पाई मध्य से आवश्यक पदक्षेप नबा पाई आमेंडमेंट करिबा पाई परामर्श देइछंती एवं बड़ खुशीर कथा जे माननीय प्रधानमंत्री निजे या देखुछंती एवं सबु मुख्यमंत्री मानकु मुख्य शासन सचिव मानकु मध्य तांकु डाकिकरी ए बाबद रे रिव्यू करुछंती एवं गत झारसुगुड़ा जो सेप्टेम्बर 27 तारीख रे आसीथिले सेदिन मध्य मीटिंग साधारण सभा पूर्वरु आमको डाकिकरी ए बाबद रे रिव्यू करिथिले एवं आज सौभाग्य जे आमे ओडिशा ए क्षेत्र रे पछरे नाहु आमे सर्वाग्रे रहीछु अर्थात आमे भारत वर्ष रे प्रथम स्थान अधिकार करिसंती 23 टी कार्यक्रम रु 22 टी कार्यक्रम आमे आवश्यक आमेंडमेंट आनिकरी एवं अध्यादेश जारी करी मध्य कैबिनेट रे मंजूर कराई मध्य अप्रूवाल कराई मध्य आमे ताकू आज कार्यकारी कराई पारिछु आउ गोटिए केवल अछि ईज ऑफ डूइंग बिजनेस ए कार्यक्रम भितरे ताकू मध्य आगामी प्राय गोटे सप्ताह भितर ये हो गला तो आहरी बड़ सौभाग्यर कथा मु भावुची जे एथिरे आमे बेसी खुशी हेबा कथा जे 23 टी कार्यक्रम रु 23 टी जो एक्ट आमेंडमेंट थिला ईज ऑफ डूइंग बिजनेस रे आमे आज भारत रे नंबर 1 हेमंत शर्मा बाबू हाथ एमती जोर टेकुछंती कारण ताको काम एथिरे बेसी दरकार अछि मु धन्यवाद दउछि आमर मुख्य शासन सचिव एवं संपृक्त समस्त अधिकारी मानकु जे आमे ये क्षेत्र रे एवं प्रधानमंत्री निजे देखुछंती से कहिले जे शनिवार दिन से कहिले एवं आपण यहाँ को भल भाव में तुरंत कार्यकारी करंतु मु आपण मानकु मंगलवार दिन पुणी आउ थे फोन करी पचारि मो मुंड चक्कर भी मारिथिला अरे शनिवार दिन पचारुचंती मंगलवार दिन फोन करी बुझे जो दिन दशहरा पूजार अष्टमी तिथि मत केन्दुझर जीवार थिला किंतु मुझे जिते रिव्यू करलु रविवार दिन रिव्यू करलु सोमवार दिन कैबिनेट डाकिलु सेते बेलकु आमे 18 विभिन्न समय 18 रो कैबिनेट रे अप्रूवाल करैबा कार्यकारी करैबा अध्यादेश माध्यम रे सब काम सरीतला प्रधानमंत्री कार्यालय एवं मुख्यमंत्री प्रधानमंत्री
ଅତିରିକ୍ତ ସଚିବଙ୍କ ମାଧ୍ୟମରେ ସମସ୍ତ କଥାକୁ ଆମେ ଜଣାଇ ଦେଇଥିଲୁ ଏବଂ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ସେହି ମଙ୍ଗଳବାର ଦିନ ଯେଉଁଦିନ ଫୋନ୍ କରିବାର ଥିଲା। ଆଉ ଫୋନ୍ ନ କରିବା ପାଇଁ ମୁଁ ତାଙ୍କ କାର୍ଯ୍ୟାଳୟକୁ କହିଥିଲି ଏବଂ ସେ ମୋତେ ଫୋନ୍ କଲେ ନାହିଁ, କିନ୍ତୁ ଖୁସି ବ୍ୟକ୍ତ ହେଲେ ଯେ ଇତନା ଜଲ୍ଦି ହୋ ଗୟା। ତ ସେଥିପାଇଁ ଶ୍ରେୟ ଆମ ସମସ୍ତଙ୍କର। ତ ଯାହା ଏ ଡବଲ ଇଞ୍ଜିନ୍ ସରକାରର ଆବଶ୍ୟକତା ଅଛି ଆମେ ତାକୁ କରାଉଛନ୍ତି। ଆଉ ସେଥିପାଇଁ ଆମର ଏ ଯେଉଁ ଟିମ୍ ମ୍ୟାନେଜମେଣ୍ଟ ଯେଉଁ ଆମେ କରୁଛନ୍ତି ଆଜି, ଆମେ ଆଗାମୀ ଦିନରେ ମଧ୍ୟ ଏ ଟିମ୍ ମ୍ୟାନେଜମେଣ୍ଟକୁ ଆମର ଓଡ଼ିଶା ଟିମ୍ ମାଧ୍ୟମରେ ଆମକୁ ଆହୁରି ଆଗକୁ ବହୁତ କାମ କରିବା ପାଇଁ ବାକି ଅଛି। ତେଣୁ ଏଠି ଯେଉଁ ଉଦ୍ୟୋଗୀମାନେ ଆସିବେ, ପ୍ରତି ଜିଲ୍ଲାକୁ ଯିବେ ଏବଂ ସେମାନେ ଅଧିକ ସୁଯୋଗ ପାଇବା କଥା, ଆମେ ସେମାନଙ୍କୁ ରେଡ୍ କାର୍ପେଟ୍ ବିଛେଇକରି ତାଙ୍କୁ ଆମ ଜିଲ୍ଲାକୁ ପ୍ରବେଶ କରିବାର ଆବଶ୍ୟକତା ଅଛି। ତେଣୁ ସମସ୍ତ ଜିଲ୍ଲାପାଳମାନେ ଅଯଥା ବିଳମ୍ବ ନ କରି ଧାର୍ଯ୍ୟ ସମୟସୀମା ମଧ୍ୟରେ ସେମାନଙ୍କୁ ସବୁ ପ୍ରକାରର ସହଯୋଗ ଆଉ ସାହାଯ୍ୟ ତାଙ୍କୁ ଯୋଗାଇ ଦେବାର ଆବଶ୍ୟକତା ଅଛି। ଅତୀତରେ ମଧ୍ୟ ଗତ ସରକାର ସମୟମାନଙ୍କରେ 69ଟି MOU ସାଇନ୍ ହୋଇଥିଲା। କେତୋଟି ଆପଣଙ୍କର ତାର ଉଦ୍ଘାଟନ ହେଇଛି ମୋର ପାଖରେ ହିସାବ ନାହିଁ, ହେମନ୍ତ ବାବୁଙ୍କ ପାଖରେ ହିସାବ ଥିବ। କିନ୍ତୁ ଆମକୁ ଏଭଳି କେବଳ ପ୍ରଚାର ପ୍ରସାର କରିବା ପାଇଁ MOU ସାଇନ୍ କରିବା ପାଇଁ ନୁହଁ, ତାକୁ ବାସ୍ତବିକ ଆମେ ତାର ଗ୍ରାଉଣ୍ଡ ବ୍ରେକିଂ କରାଇବା ଏବଂ ତାକୁ କାର୍ଯ୍ୟକାରୀ କରାଇବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଏଣୁ ଜିଲ୍ଲାପାଳମାନଙ୍କର ଏଥିରେ ପ୍ରମୁଖ ଭୂମିକା ଅଛି। ତାକୁ କିଭଳି ଭାବରେ ଆପଣମାନେ ଯଥା ସମୟରେ କାର୍ଯ୍ୟକାରୀ କରାଇବେ। ଆପଣମାନେ ସମସ୍ତେ ଅବଗତ ଥିବେ ଯେ ଅନେକ ଦିନ ମାନଙ୍କରୁ ଗୋଟିଏ ଆଞ୍ଚଳିକ ବୈଷମ୍ୟତା କଥା ଅଭିଯୋଗ ବିଭିନ୍ନ ଅଞ୍ଚଳମାନଙ୍କ ତରଫରୁ ଲୋକମାନଙ୍କ ତରଫରୁ ହେଇ ଆସୁଅଛି। ଏହାକୁ ନେଇ ଆନ୍ଦୋଳନ ବି ଅନେକ ସମୟରେ ହେଇଛି। ଆଉ ଏଇ ଆଞ୍ଚଳିକ ବୈଷମ୍ୟତାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ଆମ ସରକାର ଆସିଲା ପରେ ସନ୍ତୁଳିତ ବିକାଶ ପାଇଁ ଆମ ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଆଉ ଏଥିପାଇଁ ଉତ୍ତର ଓଡ଼ିଶା ଆଉ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଟାସ୍କଫୋର୍ସ ମଧ୍ୟ ଆମେ ଗଠନ କରିଛନ୍ତି। ଇତିମଧ୍ୟରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନର ଟାସ୍କଫୋର୍ସର ରିପୋର୍ଟ ମଧ୍ୟ ଆସିଯାଇଛି। ଆଉ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଟାସ୍କଫୋର୍ସର ସମୟ ଅବଧି ସେମାନେ ଅଧିକ ନେଇଥିବା କାରଣରୁ ତା ରିପୋର୍ଟ ଆସିପାରି ନାହିଁ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟକ୍ରମ ତାହାର ବିକାଶ ପଥରେ ସେ ଆଗେଇ ଚାଲିଛନ୍ତି। ତେଣୁ ରାଜ୍ୟର ଅପେକ୍ଷାକୃତ ଅନୁନ୍ନତ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲାପାଳଙ୍କର ଏହି ଦିଗରୁ ଗୁରୁଦାୟିତ୍ୱ ରହିଛି ଆପଣମାନଙ୍କର। ମୁଁ ଆଶା କରିବି ଯେ ଏ ଦିଗରେ ଜିଲ୍ଲାପାଳମାନେ ଯେଉଁମାନେ ସମ୍ପୃକ୍ତ ଯେଉଁ ଅଞ୍ଚଳ ପଛୁଆ ଅଞ୍ଚଳ ଅଛି, ଅନୁନ୍ନତ ଅଛି, ଆପଣମାନେ ଅଧିକ ଫୋକସ୍ କରିବେ ଏବଂ ଆବଶ୍ୟକ ହେଲେ ସରକାରକୁ ବିଭିନ୍ନ ପ୍ରସ୍ତାବ ମାନ ଦେବେ ଏବଂ ସମ୍ପୂର୍ଣ୍ଣ ଭାବରେ ସରକାରକୁ ଅବଗତ କରାଇବେ। ସନ୍ତୁଳିତ ବିକାଶ ପାଇଁ ପ୍ରମୁଖ ଦୁଇଗୋଟି ଦାୟିତ୍ୱ ନିର୍ବାହ କରିବାକୁ ଆମକୁ ପଡ଼ିବ। ପ୍ରଥମଟି ହେଉଛି ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଯୋଜନା ଓ ପ୍ରକଳ୍ପର ପ୍ରଭାବୀ ଭାବେ କାର୍ଯ୍ୟାନ୍ୱୟନ କିଭଳି ଭାବରେ ଠିକ୍ ସମୟରେ କରାଯାଇପାରିବ ଏବଂ ଦ୍ୱିତୀୟଟି ହେଉଛି ସ୍ଥାନୀୟ ସମସ୍ୟାକୁ ଦୃଷ୍ଟିରେ ରଖି ଉପଯୁକ୍ତ ପ୍ରକଳ୍ପର ପ୍ରଣୟନ କରିବା। ତେଣୁ ଏସବୁ ଜିଲ୍ଲାରେ ଯଦି କିଛି ପ୍ରକଳ୍ପ ବହୁତ ଦିନ ହେଲା ଆକାଂକ୍ଷିତ ହୋଇ ରହିଯାଇଛି, ତାକୁ ଆପଣମାନେ ସରକାରଙ୍କର ଅନୁମୋଦନ ପାଇଁ ପ୍ରେରଣ କରିପାରିବେ। ସରକାରଙ୍କ ପକ୍ଷରୁ ତାହାକୁ ସମ୍ବେଦନଶୀଳ ଭାବରେ ବିଚାର କରିବେ ଏବଂ ଆପଣମାନଙ୍କୁ ସହଯୋଗ ଦେବେ। ସରକାରଙ୍କର ଏହି ବିଜନକୁ ଆଉ ପଦେ ଆଗକୁ ଯାଇ ଆମ ସରକାର ଏକ ନୂତନ କାର୍ଯ୍ୟକ୍ରମ ମିଶନ ପାୱାର ଅର୍ଥାତ୍ ଆସନ୍ତା 27 ସୁଦ୍ଧା ଓଡ଼ିଶାର ପ୍ରତିଟି ଗ୍ରାମକୁ ସବୁଦିନିଆ ରାସ୍ତା, ବିଦ୍ୟୁତ ଏବଂ ପାନୀୟ ଜଳ ଯୋଗାଇ ଦେବେ। ଆଉ ସେଥିପାଇଁ ମିଶନ ପାୱାରର ଏକ କାର୍ଯ୍ୟକ୍ରମ ନେଇଛନ୍ତି। ଆଉ ଏହାକୁ ଯେଉଁ ମିଶନ ମୋଡ଼ରେ ଆଜି ନେଇଛନ୍ତି, ଏ ମିଶନ ମୋଡ଼ରେ ନେବାର ଅର୍ଥ ହେଉଛି ଯେ ଦୁଃଖର କଥା, ସ୍ୱାଧୀନତାର 78 ବର୍ଷ ପରେ ଏହିସବୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ସରକାରମାନେ ଯୋଗାଇ ଦେଇପାରି ନାହାନ୍ତି। ବୋଧହୁଏ ଏହି ପୁଣ୍ୟର କାମ ଆମ ସରକାର ଅମଳରେ ହେବାର ଥିଲା। ଆଉ ଏହି ଲକ୍ଷ୍ୟକୁ ଧାର୍ଯ୍ୟ ସମୟ ଭିତରେ ସାରିବା ପାଇଁ ଏ କାର୍ଯ୍ୟକ୍ରମକୁ ଆମକୁ ମିଶନ ମୋଡ଼ରେ କରିବା ପାଇଁ ପଡ଼ିବ। ମୁଁ ଆପଣମାନଙ୍କୁ ଏଥିରେ ନିଶ୍ଚିତ ଭାବରେ ପରାମର୍ଶ ଦେବି। ଏହାକୁ ଆପଣମାନେ ଡାଏରୀରେ ନୋଟ୍ କରିକି ନେବେ ବୋଲି ମଧ୍ୟ ମୁଁ ଆଶା କରିବି। କାରଣ ଆପଣମାନେ କହିବେ ଆମର
आम ब्रेन रे आम नोट करदेलु किंतु ब्रेन रे मन भितर आम मन रखा एवं रखीदे किंतु एते कार्य व्यस्तता आपण मानक दि जाऊँगी जे आपण मैंने भूलीजे ये स्वाभाविक प्रक्रिया एणुक डायरी नोट कर नेबे जे सते सुधा या आम संपूर्ण भाव ये जो मिशन पावर जो आपंकर रास्ता विद्युत एवं पानीय जल या आमको संपूर्ण भाव 100% अर्थात 100% आमको कार्यकारी करने पड़ो जोटी पहाड़िया अंचल अच्छी माल अंचल अच्छी से जगार या अति गुरुत्वपूर्ण भाव सरकार यहाँ गुरुत्वपूर्ण काम भाविकी कार्यकारी करेंगे बोली मु दृढ़ आशावादी अच्छी सरकार यही महत्वाकांक्षी योजना को तृणमूल स्तर में कार्य करने ये दायित्व हूँ जिलापाल मानकर एणु प्रति ग्राम को केमती पहुँची पार प्रति वार्ड को केमती पहुँची पार प्रति आपंकर ग्राम को केमती पहुँची पार एवं से ही भाव में जदि आम देखा आज गोटे टेलीविजन रे मु देखुली जे आसिका गंजाम जिलार आसिका अंचल भंजनगर सब डिविजन अंडर अच्छी गोटे गाँ से गाँव में बिजुली पहुँची पारि ना आज न्यूज रे दौला देखी पारती आपण मैंने भी से किभली भाव से गाँव में एवं भी कैंडेल रे ललठन रे डिबिरी आलुओ रे समाने तांकर कार्यक्रम करुछंती पाठपढ़ाठू आरंभ कर विभिन्न काम गंजाम जिले में इते पाखरे आहरी एमती अनेक गाँ अच्छी या जिलापाल मानकर प्राथमिकता आपण मानकर सर्वे रहा कथा जे एमिति कौ गाँ रहीगला आम से गाँ को एपर्यंत बिजुली पहुँचाई पारि नाहांती एवं से स्टोरी एमिति अनेक स्टोरी टेलीविजन माध्यम दिन को दिन एमती आसुची एणु ता प्रति आपण माने ध्यान देवे से गाँव ना हूँ बोधे सुवर्णपुर ना कौन सुवर्णपुर एणु या गंजाम जिलापाल थे बोधे ये अच्छा तुरंत आगु आज ही आप फोन करी सर्वे करके देखंतु एवं जहाँ आज टेलीविजन रे बाजी से सुवर्णपुर गाँ आसिका अंचल ये आमर भंजनगर सब कलेक्टर तांकर ना कौन अच्छी हाँ तो से अनुसार तुरंत आप से जानी स्टेटमेंट गोटे देती आप कार्यकारी नेबार आवश्यकता अच्छी आम शासन व्यवस्था आउ गोटे बड़ समस्या होउछि याकू आपण माने समस्ते मध्य नोट करिवार आवश्यकता अछि बोली मु अनुभव करूछि मार्च मास सिंड्रोम व्हाट इज मार्च मास सिंड्रोम मु ये कथा गत सम्मेलन रे मध्य इंगित करिथिली मार्च मास सिंड्रोम होउछि वर्ष सारा कार्यक्रम धीरे धीरे आमे कच्छप गति रे चलेबा आ मार्च मास आसी गले हठात बा एई एबे आरंभ हे जिवो आपनकर डिसेम्बर मासरू बा ये नवेम्बर मासरू एबे आप आरंभ करेंगे जे स्पीड बढ़ेबे एवं पूरा शासन तंत्र को चलचंचल करेंगे बिजुली बेगर खर्च आरंभ करने जोटा कि बिजुली बेगर खर्च करवा आरंभ मध्य ये संभव हो पारे ना जिते आप पैसा को एबे आम डिपार्टमेंट सब तुरंत पठेदेवे पैसा खर्च कर आ जिलापाल माने पूरा प्रेसर रे शेष राज्यर डिपार्टमेंट मध्य आपण माने मध्य कामर गुणात्मक मान से ह्रास पाए ये है प्रथम काम से सचिवालय हो कि निर्देशालय हो सेठार जिते जिला को टंका पठा जाउछि अल्प समय भितर से टंका खर्च करि पारिबा जिलापाल मानक मध्य ये असंभव कथा तेणु जेहेतु डिपार्टमेंट पठाउछंती आपंकर निर्देशालय पठाउछि से समय आपण माने मध्य ताकू विभिन्न अकाउंट रे पार करती आ विभिन्न विभाग को ठेली दियंती अर्थ खर्च हो गला बोली आमे रिपोर्ट दे दियंती सरकार अधिक प्रतिशत खर्च देखैले भी प्रकृत रे ग्राउंड लेवल रे कार्य प्रतिफलित हुए ना ये कथा आमे समते जानिचंती किंतु आमे केते दिन एमती करबा ये प्रक्रिया आज आम सरकार समय नुह विगत दिन मानक मध्य अनेक सरकार एथिरे करी आसु अछंती आमे से ट्रेडिशन को रखिबा से परंपरा को रखिबा ना परिवर्तन करिबा एणु यह करले आमे आमर लक्ष्य जो विजन 2036 एवं 2047 ये लक्ष्य को प्राप्त करै पारिबा नाही आउ सेथिपाई दशंधि धरी यही अभ्यास जो जारी अच्छी ताकू आमे संपूर्ण भाव
याकू आगामी दिन मानकर बंद करवा दरकार एवं आमे बी प्रैक्टिकल है कि आमे ताहार प्रत्येक प्रोजेक्ट को टाइम अनुसार आमे तल को जीवार आवश्यकता अच्छी आमको तार बड़ मानसिकतार परिवर्तन आसवाई पड़ो जमीती आम ए गोदावरी मिश्र आदर्श प्राथमिक विद्यालय कथा 2960 कोटी टंका आम प्रावधान करिसेंती किंतु केते गोटी विद्यालय पाई एपर्यंत भित्तिप्रस्तर स्थापना मात्र हेइछि ताकू कार्यकारी करई पारु नाहंती तापाई स्वतंत्र भाव में आम जी ये जो 2960 कोटी टंका किमती खर्च हम आगामी 3-4 मास भितर ये गोटे बड़ चैलेंज आम अच्छी से भाव में मुख्यमंत्री कन्या विवाह योजना श्री जगन्नाथ दर्शन योजना ये जनकल्याणकारी योजना आज पर्यंत कार्यकारी हो पारि नाही बा आरंभ भी हो पारि नाही ताकू केमिति आमे करबा ये गोटे बड़ प्रश्नवाची छिड़ा होइछि बजेट गृहीत हेबार प्राय 8 मास होई गलानी 4 मास गले आर्थिक वर्ष शेष होई जिवो यदि एभली योजना पाई दिशा निर्देश प्रस्तुत हो पारु नाही तेबे जिलापाल माने याकू कार्यकारी करिवे केमिति सेथि पाई विभिन्न जिल्लार विभिन्न विभागर विभागीय सचिव प्रमुख शासन सचिव एवं अतिरिक्त मुख्य शासन सचिवंकर द्वारा ये काम मध्य केमिति ताहार यह ग्राउंडिंग को जीव सेथिपाई तत्परता प्रकाश करिवार बहुत आवश्यकता अच्छी आकु जदि आमे किभली भाव में करिबा सेथिपाई विभागीय स्तर जिला स्तर समन्वय रक्षा जदि आमे करई न पारिबा ताले विभिन्न योजनार सफल रूपायन केबे भी हो पारिबो नाही एणु मु आशा करुँची ए दिगरे समस्ते जत्नवान हेबे मु विशेष करके मुख्य शासन सचिव एवं उन्नयन कमिशनर को निर्देश दौची जे विभिन्न विभाग प्रकल्प अग्रगति को नियमित भाव तदारक करंतु जहाँफल क्यों क्यों प्रकल्प विलंबित होउची ताकू शीघ्र चिन्हट करा जाई ताहार उपयुक्त पदक्षेप केमती निया जाई पारिबो ता उपरे फोकस करा जाऊ मु भी बहुत शीघ्र बजेट आउटकम समीक्षा बैठक करिया पई जाउची आम सरकार गत 2टी बजेट घोषणा कार्यक्रम अग्रगति विषय रे घोषणा प्रकल्प वारी निश्चित भाव में समीक्षा यही निकट में मुझे द्वितीयटी हूँ ओडिशार विभिन्न जिला ब्लॉक एपरी ग्राम पंचायत को विभिन्न कार्यक्रम अवसर रे गस्त होता है से समय लोकंकर दाबी आंचलिक आशा आकांक्षा को दृष्टि रखी मध्य मु घोषणा करी थाए मुख्यमंत्री हिसाब रे आमर मान्यवर मंत्री माने मध्य अनेक समय मध्य ताकू मध्य जहाँ संभव होबार संभावना थाए ताकू विभिन्न मंच रे विभिन्न प्लाटफर्म रे घोषणा कर दे थांती तेणु से गुड़िक किभली भाव में कार्यकारी करा जाउछि जमती गोटे उदाहरण दिया जाई पारे गत धनुयात्रा अवसर रे मु जाइथिली जीरा नदी रे गोटे पोलो एवं कंस दरबार निर्माण पाई सरकार सेठी घोषणा करथिले हजार हजार लोकंक सामना रे किंतु ये दिगरे बरगढ़ जिलापाल की प्रकार पदक्षेप नहीं छंती आउ एथिपाई संपृक्त विभाग आवश्यक प्रावधान कर जिलापाल को जणाई कि जदि होइना एथिपाई उत्तरदायी हेबे किए किए उत्तरदायी हेबे आउ सेहीपरि पठाणी सामंतंकर जयंती अवसर रे खंडपड़ा ठारे एक प्लानेटेरियम स्थापना पाई मु प्रतिश्रुति देइथिली ए विषय रे कोन अग्रगति हैला नयागढ़ जिलापाल किछि पदक्षेप नहीं छंती कि विभागीय सचिवंकर द्वारा यह जिलापाल भितर समन्वय रखा होइछि कि तेणु समस्त जिलापाल को मुझे बाबद परामर्श दौची मु तो कही सारी जे समस्त जिला को मोर गस्त हो सारी एभली घोषणा होता प्रकल्प गुड़िकर नोट डाउन करी तार फॉलोअप आपण माने करिवार बहुत आवश्यकता अच्छी तृतीय रे उभय जिलापाल और विभागीय सचिव को दृष्टि को आउ गोटे दिग प्रति ध्यान आकर्षण करने चाहे राज्यर विभिन्न विभाग द्वारा विभिन्न प्रकार कार्यक्रम किंबा योजना कार्यकारी करा जाउछि किंतु विभिन्न समय देखा जाउछि जे सबु योजना करिवार सफलतार हार भितर विभिन्न जिला मध्य बहुत मत पार्थक्य बहुत काम करिवार बहुत पार्थक्य मध्य रहुछि उदाहरण स्वरूप गोटे कुकुड़ा पालन योजना अछि किंबा गोटे इंटीग्रेटेड फार्मिंग योजना अछि 30 जिले में यह कार्यकारी करा जाउछि केउं जिले में 80% सफल हलानी तो कौटी मात्र 20-30% एणुकरी एभली क्षेत्र में आमे केमिति आमे ठीक भाव में ताकू कार्यकारी करैबारे ये योजना गुड़िक ये आमर जो गोटे बड़ दायित्व अच्छी आम केमिति करैबा एहार मध्य आपण माने सेथि पाई प्रत्येक अंचल को आपण माने निजे गस्थ करी एवं ता भितरे
ପ୍ରକଳ୍ପର ପରିମାଣରେ ସଫଳତା କେତେ ଆସିପାରିଛି ଆଉ ତାକୁ ସଠିକ୍ ମୂଲ୍ୟାଙ୍କନ କରିବା ପାଇଁ ଜିଲ୍ଲାପାଳମାନେ ବ୍ଲକ ୱାରି ଯୋଜନା ୱାରି ବିଭାଗ ୱାରି ଏହାର ସମୀକ୍ଷା କରିବେ, ଯାହାଦ୍ୱାରା କି ଆହୁରି ଭଲ ଭାବରେ ଆପଣମାନେ ତାକୁ କରେଇ ପାରିବେ ବା ଆଶାଠାରୁ ଅଧିକ ମଧ୍ୟ ଆପଣମାନେ ଯାହାକି ଆପଣମାନେ ଗୁଡ୍ କିମ୍ବା ଭେରି ଗୁଡ୍ ଆଧାରରେ ନ କରିକରି ଆମକୁ ଆଉଟଷ୍ଟାଣ୍ଡିଂ ତକ୍ ପହଞ୍ଚିବା ପାଇଁ ପଡ଼ିବ। ଆଉ ସେଇଟା ହେଉଛି ଆମର ମାପଦଣ୍ଡ, ସେ ଆଧାରରେ ଆମକୁ କରିବା ପାଇଁ ପଡ଼ିବ। ଅନେକ ସମୟରେ ସମୀକ୍ଷା ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରାଯାଏ, ବର୍ଷ ଶେଷରେ ଆମେ ଦେଖିବା, ସେପରି ଆମେ ନ କରିକରି ପ୍ରତ୍ୟେକ 4 ମାସରେ ଥରେ 3 ମାସରେ ଥରେ ଏମିତି ମଧ୍ୟ ଆମେ ଯଦି କରିପାରିବା ତାହେଲେ ବର୍ଷ ଶେଷରେ ଯେତେବେଳେ ଆମେ ହିସାବ କରିବା ନିଶ୍ଚିତ ଭାବରେ ଆମ ପରଫର୍ମାନ୍ସ ଆଉଟଷ୍ଟାଣ୍ଡିଂ ଆଡ଼କୁ ଗତି କରୁଥିବ। ତେଣୁ ଏଥିପ୍ରତି ଆପଣମାନେ ଧ୍ୟାନ ଦେବାକୁ ସମସ୍ତଙ୍କୁ ମୋର ଅନୁରୋଧ। ମନେ ରଖନ୍ତୁ, ସରକାର ଯଦି ଟଙ୍କାଟିଏ ଲୋକଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି ତାହା ସେମାନଙ୍କର ପାଇଁ, ଟଙ୍କାଟିଏ ସେମାନଙ୍କର ପାଇଁ ତାହା ହେଉଛି ଆୟ, ଇନକମ୍। ଏ କଥାକୁ ଆପଣମାନଙ୍କୁ ଧ୍ୟାନ ଦେବା ପାଇଁ ପଡ଼ିବ। ଚତୁର୍ଥରେ, ଯେଉଁ ସବୁ ପ୍ରକଳ୍ପ ସମାପ୍ତ ହୋଇସାରିଛି, ତୁରନ୍ତ ସମାପ୍ତ ଯିଏ ହେଇଛି ତାକୁ ଆମେ ଲୋକାର୍ପଣ କରିବାରେ ଆମେ ବିଳମ୍ବ କରୁଛନ୍ତି। କେତେବେଳେ ବିଧାୟକ କହିଥିବେ, କେତେବେଳେ ମନ୍ତ୍ରୀ କହିଥିବେ ତାକୁ ରଖନ୍ତୁ, ଅମକେଇ ସମୟରେ ଆମେ କରିବା। ଆଉ କିଛି ଜାଗାରେ କୁହାଯାଇଥିବ ଯେ ମୁଖ୍ୟମନ୍ତ୍ରୀ ଆସିଲେ କରିବେ। ଏହାଦ୍ୱାରା ଅଯଥା ବହୁତ ବିଳମ୍ବ ହେଉଛି। ଆପଣମାନେ ତାର ପରାମର୍ଶ ନିଅନ୍ତୁ, ମୁଖ୍ୟମନ୍ତ୍ରୀ ଅଫିସର ପରାମର୍ଶ ନେଇପାରିବେ, ମନ୍ତ୍ରୀମାନଙ୍କଠୁ ଆଲୋଚନା କରି ପରାମର୍ଶ ନେଇପାରିବେ। କିଛି ପ୍ରୋଜେକ୍ଟ ଅଛି, ସେ ପ୍ରୋଜେକ୍ଟ ଗୁଡ଼ିକ ମନ୍ତ୍ରୀମାନଙ୍କର ଦ୍ୱାରା ହେଇପାରିବ। କିଛି ପ୍ରୋଜେକ୍ଟ ଅଛି ବିଧାୟକମାନଙ୍କର ଦ୍ୱାରା ବି କରାଯାଇପାରିବ, ସାଂସଦମାନଙ୍କ ଦ୍ୱାରା କରାଯାଇପାରିବ। ଯେଉଁ ପ୍ରୋଜେକ୍ଟ ଗୁଡ଼ିକ ଯେବେ କଲେକ୍ଟରମାନଙ୍କ ପାଖରେ ଦାୟିତ୍ୱ ରହିବ ଯେ ମୁଖ୍ୟମନ୍ତ୍ରୀ ଯେତେବେଳେ ଆସିବେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଏତେ ପ୍ରୋଜେକ୍ଟ କରାଯାଇପାରିବ, ମନ୍ତ୍ରୀମାନଙ୍କର ଏତେ ପ୍ରୋଜେକ୍ଟ କରାଯିବ, ବିଧାୟକମାନଙ୍କର ସାଂସଦମାନଙ୍କର ଏତେ କରାଯିବ, ତାହାର ଗୋଟେ କ୍ରାଇଟେରିଆ ଆପଣମାନେ ମଧ୍ୟ କରିକି ରଖିପାରିବେ। ତାହାଦ୍ୱାରା ଆମକୁ ଶୀଘ୍ର ଲୋକଙ୍କ ପାଖରେ ଯେତେ ଆମେ ଦେଇପାରିବା, ଲୋକାର୍ପଣ କରିପାରିବା, ତାହାର ଫଳପ୍ରଦ ସେହି ଅନୁସାରେ ଅଧିକ ଶୀଘ୍ର ହୋଇପାରିବ। ଏଣୁ ଆଗାମୀ ଦିନରେ ଏପରି ସମ୍ପୂର୍ଣ୍ଣ ହୋଇଥିବା ପ୍ରତ୍ୟେକ ପ୍ରକଳ୍ପ ଉପରେ ଆପଣମାନେ ନିଷ୍ପତ୍ତି ନେଇକରି ଆବଶ୍ୟକ ପରାମର୍ଶ ନେଇକରି କରିପାରିବେ। ମୁଁ ଆଉ ଗୋଟିଏ ଦିଗ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବି। ବିଗତ ଦିନମାନଙ୍କରେ ବାଲି ଓ ଲଘୁ ଖଣିଜ ଦ୍ରବ୍ୟ ମାଇନର ମିନେରାଲ୍ସର ଯେଭଳି ଭାବରେ ଖୁଲମ ଖୋଲା ଚୋରା ବେପାର ଆପଣଙ୍କର ଚାଲିଛି, ଏବେ କିଛି ଜାଗାରେ ଚଢ଼ଉ ମଧ୍ୟ ହେଇଛି। କିନ୍ତୁ ଅନିୟନ୍ତ୍ରିତ ଏବଂ ଆବଶ୍ୟକତାଠାରୁ ଅଧିକ ଉତ୍ତୋଳନ ଫଳରେ କିମ୍ବା ଯେଉଁଠି ପରମିଶନ ନାହିଁ ସେ ଜାଗାରେ ଯେଭଳି ଭାବରେ ଅନିୟମିତତା ଭାବରେ ତାକୁ କରାଯାଉଛି, ସେ ଜାଗାରେ ଆମ ରାଜସ୍ୱ ହାନି ବି ହେଉଛି ଏବଂ ଆପଣଙ୍କର ପରିବେଶର ଅପୂର୍ଣ୍ଣ କ୍ଷତି ମଧ୍ୟ ହେଉଛି। ତାହା ଉପରେ ଆପଣମାନେ ଗୁରୁ ଦାୟିତ୍ୱ ନେବାର ଆବଶ୍ୟକତା ଅଛି। ଚୋରା କାରବାରୀଙ୍କ ବିରୁଦ୍ଧରେ ଏଥିରେ କଠୋରରୁ କଠୋରତମ ପଦକ୍ଷେପ ନେବା ପାଇଁ ଏଥିରେ ଆପଣମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଆଉ ଏହାକୁ ରୋକିବାକୁ ଅପର୍ଯ୍ୟାପ୍ତ ଯେଉଁ କ୍ଷମତା ଦିଆଯାଇଛି ତାହାର ଆପଣ ପାଳନ କରିବାର ଆବଶ୍ୟକତା ଅଛି। ସଂଗଠିତ ଅପରାଧର ଶ୍ରେଣୀ ହିସାବରେ ମଧ୍ୟ ଅର୍ଗାନାଇଜ୍ଡ କ୍ରାଇମ୍ ଭାବେ ବିଚାର କରି ଏ ଅନୁସାରେ ଆପଣ ଦୃଢ଼ ପଦକ୍ଷେପ ଆପଣମାନେ ନିଅନ୍ତୁ। ସରକାର ଆପଣମାନଙ୍କର ପ୍ରତି ପୂର୍ଣ୍ଣ ସମର୍ଥନ ଅଛି। ଯଦି ଦରକାର ହୁଏ ଡ୍ରୋନ୍ ଟେକ୍ନୋଲୋଜିକୁ ବ୍ୟବହାର କରିକିରି ଆପଣମାନେ କାର୍ଯ୍ୟକାରୀ କରେଇ ପାରିବେ ଏବଂ ସରକାର ଏହି ଆଇନର ଅନେକ ପରିବର୍ତ୍ତନ ଏବେ ଆଣିଛନ୍ତି, ତାକୁ ତନ୍ନ ତନ୍ନ କରି ପଢ଼ନ୍ତୁ ଏବଂ ସେହି ଅନୁସାରେ ରାଜନୈତିକ ଚାପ କିମ୍ବା ଭୟର ବର୍ଷାବର୍ତ୍ତୀ ନ ହେଇକରି ଆପଣମାନେ ଦୃଢ଼ ହସ୍ତରେ ଏହାକୁ ଆପଣ ଦୃଢ଼ ପଦକ୍ଷେପ ନିଅନ୍ତୁ। ତା ସହିତ ମଧ୍ୟ ଆପଣଙ୍କର ଏ ଚୋରା କାରବାର ଭିତରେ ମଧ୍ୟ ସିଧାସଳଖ ଭାବରେ ସାଧାରଣ ଜନତାଙ୍କର ଜନଜୀବନକୁ ପ୍ରଭାବିତ ଯେଉଁଟା କରୁଛି ତାହା ହେଉଛି ଚୋରା ମଦର ଅବୈଧ କାରବାର। ମୁଁ ଆଗରୁ କହିଛି, ଆଉ ଥରେ ଜୋର ଦେଇକରି କହୁଛି, ଚୋରା ମଦ କାରବାର ବିରୁଦ୍ଧରେ ସରକାର ଶୂନ୍ୟ ସହନଶୀଳତା ବା ଜିରୋ ଟଲେରାନ୍ସ ଏ ନୀତି ଅବଲମ୍ବନ କରୁଛନ୍ତି। ସେଥିପାଇଁ ଏନଫୋର୍ସମେଣ୍ଟ ମାଧ୍ୟମରେ ଏହାକୁ ରୋକିବା ପାଇଁ ଆପଣମାନେ କାର୍ଯ୍ୟକ୍ରମ ଚଲାନ୍ତୁ ଏବଂ ସେଥିପାଇଁ ଅବକାରୀ ବିଭାଗକୁ ମଧ୍ୟ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ଏବଂ ଏଥିରେ କୌଣସି ପ୍ରକାର ଯଦି କାରବାର ନ ହୁଏ ଅର୍ଥାତ୍ ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ କରା ନଯାଏ, ତାହେଲେ ମୁଁ କହିଦେବା ପାଇଁ ଚାହେଁ ଯେ ଏଥିରେ ଜିଲ୍ଲାପାଳମାନେ ଆଉ ଆରକ୍ଷୀ ଅଧୀକ୍ଷକମାନେ ନିଶ୍ଚିତ ଭାବରେ ଦାୟୀ ମଧ୍ୟ ରହିବେ।
ଯଦି ଦୁର୍ଭାଗ୍ୟବଶତଃ କିଛି ଅଘଟଣ ଘଟି ଜୀବନହାନି ହୁଏ ଆଉ ସେଥିପାଇଁ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦାୟୀ ହେବେ। ସେଥିରେ କୌଣସି ପ୍ରକାରର ଆଉ ସମଝୋତା ରହିବ ନାହିଁ ବା କମ୍ପ୍ରମାଇଜ୍ ଆଉ ହୋଇପାରିବ ନାହିଁ। ସେସବୁର ବ୍ୟବସ୍ଥା କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। କିନ୍ତୁ ନିଜ ଜିଲ୍ଲାରେ ଚରା ମଦ ରୂପକ ଭାଇରସକୁ ସମ୍ପୂର୍ଣ୍ଣ ଭାବରେ ଆପଣମାନଙ୍କୁ ମୋର ପରାମର୍ଶ ନିର୍ଦ୍ଦେଶ, ଆପଣମାନେ ପୁରା ସମ୍ପୂର୍ଣ୍ଣ ନିର୍ମୂଳ କରନ୍ତୁ ଏ ଭାଇରସକୁ। ଆପଣମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ଅର୍ଥାତ୍ 24% ଅଧିକ ଜନଜାତି ଅଛନ୍ତି, ଯେଉଁମାନେ ବଣ ଜଙ୍ଗଲ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଆଜି ବି ସେମାନେ ବାସ କରୁଛନ୍ତି। ଅନେକ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଭାବେ ଅଭିହିତ କରାଯାଏ ଏବଂ କିଛି ଅଞ୍ଚଳ ଆଦିବାସୀ ଜିଲ୍ଲା ନ ହୋଇଥିଲେ ମଧ୍ୟ ସେ ଅଞ୍ଚଳ ମଧ୍ୟ ଆଦିବାସୀ ଲୋକଙ୍କର ସେ ଅଞ୍ଚଳରେ ମଧ୍ୟ ବସବାସ ସେମାନେ ବହୁଳ ସଂଖ୍ୟାରେ କରୁଛନ୍ତି। ସେମାନଙ୍କର ଜୀବନ ନିର୍ଭର କରିଥାଏ ଜଙ୍ଗଲ ପାହାଡ଼ ପର୍ବତ ଉପରେ। ସେମାନଙ୍କର ଜୀବନ ଜୀବିକା ମଧ୍ୟ ସେହି ପାହାଡ଼ ଉପରେ ନିର୍ଭର କରିଥାଏ, ଜଙ୍ଗଲ ଉପରେ ନିର୍ଭର କରିଥାଏ। ଜୀବନ ଜୀବିକା ସଂସ୍କୃତି ବଣ ଜଙ୍ଗଲ କେନ୍ଦ୍ରିତ ଜଙ୍ଗଲ କେନ୍ଦ୍ରିକ ହିଁ ହୋଇଥାଏ। ତେଣୁ ସେମାନେ ଆଇନ ଅନୁସାରେ ଜଙ୍ଗଲରୁ ଲଘୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ବିକ୍ରିବଟା କରିବା ସେମାନେ ଇଏ ତାଙ୍କର ଅଧିକାର ବୋଲି ସରକାର ଏବଂ କେନ୍ଦ୍ର ସରକାର ମଧ୍ୟ ଏହାକୁ ସ୍ୱୀକୃତି ଦେଇଛନ୍ତି। ମୋର ବ୍ୟକ୍ତିଗତ ଅନୁଭୂତି ଅଛି ଯେ ଅନେକ ସମୟରେ ଜଙ୍ଗଲ ସଂରକ୍ଷଣ ନାମରେ ନିରୀହ ଜନଜାତିଙ୍କୁ ମଧ୍ୟ ଅଯଥାରେ ହଇରାଣ ହରକତ କରାଯାଏ। ଅନେକ ସମୟରେ ଏ ହିଂସାତ୍ମକ ରୂପ ମଧ୍ୟ ନିଆଯାଇଥାଏ। ଇଏ ପରିପ୍ରେକ୍ଷୀରେ ମୁଁ ଜିଲ୍ଲାପାଳମାନଙ୍କୁ କହିବି, ଜଙ୍ଗଲ ବିଭାଗ ସହିତ ଯୋଗାଯୋଗ, ଜନଜାତିଙ୍କୁ ଜଙ୍ଗଲ ଅଧିକାର ନିୟମ ଫରେଷ୍ଟ ରାଇଟ୍ସ ଆକ୍ଟ ଅନୁସାରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଆପଣ ସୁଯୋଗ ଦେବା ଉଚିତ। ଯେଉଁ ଅଧିକାରୀମାନେ ନିଜ ନିଜ ଦକ୍ଷତାର ବ୍ୟବହାର କରି ନିରୀହ ଲୋକଙ୍କୁ ଅଯଥାରେ ହଇରାଣ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଆପଣମାନେ ପଛାନ୍ତୁ ନାହିଁ। ଏ ବାବଦରେ ମଧ୍ୟ ବିଗତ ଦିନରେ ଡିଏଫଓ ଆଉ ଜଙ୍ଗଲ ଅଧିକାରୀଙ୍କ ସହିତ ଏକ ସମ୍ମିଳନୀ ମଧ୍ୟ କରାହୋଇଥିଲା ଏବଂ ବିଶଦ ଭାବରେ ମଧ୍ୟ ଆଲୋଚନା କରାଯାଇଛି। ଆଉ ଆପଣମାନେ ମଧ୍ୟ ସହଭାଗିତା ମଡେଲରେ କାର୍ଯ୍ୟ କରି ଜନଜାତି ସମ୍ପ୍ରଦାୟକୁ ଆଇନ ଅନୁଯାୟୀ ଦିଆଯାଇଥିବା ଅଧିକାରକୁ ସୁନିଶ୍ଚିତ କରିବେ ବୋଲି ମୁଁ ଦୃଢ଼ ଆଶାବାଦୀ। ଆପଣମାନେ ଅବଗତ ଅଛନ୍ତି ଧାନ ସଂଗ୍ରହ ସମୟ ଉପନୀତ ଏ ସରକାରଙ୍କର ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ। ତେଣୁ ନିଜ ଜିଲ୍ଲାର ଗତ ଥର ଯେଉଁ ଭୁଲ ଭଟକା ହୋଇଥିଲା ତାକୁ ସୁଧାର ଆଣି ଚଳିତ ବର୍ଷ ସଂଗ୍ରହ ପ୍ରକ୍ରିୟାକୁ ଯେତେ ଦୂର ସମ୍ଭବ ନିର୍ଭୁଲ ଭାବରେ ଆମେ କରିବା ପାଇଁ ଚେଷ୍ଟା କରିବା। ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା ଯେଉଁଥିରେ କି ଅନ୍ୟ ରାଜ୍ୟର ଧାନ ଚୋରାଚାଲାଣ ମଧ୍ୟ ହୋଇକରି ଆମ ଜିଲ୍ଲାକୁ ଆସେ। ତେଣୁ ଏଭଳି ଜିଲ୍ଲା ଯେପରିକି ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, କୋରାପୁଟ, ବଲାଙ୍ଗୀର, ସମ୍ବଲପୁର ଏ ଅଞ୍ଚଳମାନଙ୍କରେ ମଧ୍ୟ ରାଜ୍ୟର ଧାନ ଚୋରା ଚାଲାଣ ରୋକିବାକୁ କିଭଳି ଭାବେ ରୋକାଯାଇପାରିବ ସେଥିପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନେ ଅଧିକ ସତର୍କ ରହିବା ଜରୁରୀ ଅଛି। ଆଉ ଗୋଟିଏ ଦିଗକୁ ମୁଁ ଆପଣମାନଙ୍କୁ ଧ୍ୟାନ ଆକର୍ଷଣ କରିବା ପାଇଁ ଚାହିଁବି, ସଂଯୋଜନ ଅର୍ଥାତ୍ କନଭର୍ଜେନ୍ସ। ବର୍ତ୍ତମାନ ଏପରି ଅନେକ କାର୍ଯ୍ୟକ୍ରମ ଓ ଯୋଜନା ସରକାର କାର୍ଯ୍ୟକାରୀ କରୁଛନ୍ତି ଯାହା କେବଳ ଉତ୍କୃଷ୍ଟ ସଂଯୋଜନ ମାଧ୍ୟମରେ ହିଁ ତାହା ସମ୍ଭବ ହୋଇପାରିବ। ମୁଁ ଅବଗତ ଅଛି ଗତ ସରକାର ସମୟରେ ବିରୋଧୀ ଦଳରେ ଥାଇ ଦେଖିଛି ଅନେକ ସଂଯୋଜନ ଅଭାବର ଅନେକ ପ୍ରକଳ୍ପ ହୋଇପାରୁନାହିଁ। ଗୋଟିଏ ବିଭାଗର କାମ ଆଉ ଗୋଟିଏ ବିଭାଗର ଅନୁମତି ଆଉ ଗୋଟିଏ ବିଭାଗରୁ ସେଠି ତାକୁ କିଭଳି ଭାବରେ କନଭର୍ଜେନ୍ସ ରଖାଯାଇକରି କରାଯାଇପାରିବ, ଏମିତି ଅନେକ କ୍ଷେତ୍ରରେ ଏତେ ବଡ଼ ପ୍ରତିବନ୍ଧକ ହୋଇଛି ଯେ ବର୍ଷ ବର୍ଷ ଧରିକିରି ପଡ଼ି ରୁହେ। କିନ୍ତୁ ସମନ୍ୱୟ ଅଭାବରେ ବା କନଭର୍ଜେନ୍ସ ଅଭାବରେ ଇଏ କାମଗୁଡ଼ିକ ତ୍ୱରାନ୍ୱିତ କରାଯାଇପାରେ ନାହିଁ। ଆଉ ସେ ପ୍ରତି ଆପଣମାନେ ଯଥେଷ୍ଟ ଧ୍ୟାନ ଦେବେ ବୋଲି ମୁଁ ଆଶା କରିବି ଏବଂ ତାହାଦ୍ୱାରା ଯଥା ସମୟରେ ପ୍ରୋଜେକ୍ଟଟି ସାରିବା ପାଇଁ ଆମ ଭିତରେ ବଡ଼ ଭୂମିକା ମଧ୍ୟ ସେଥିରେ ରହିବ। ବିଭାଗୀୟ ସଚିବ ଏବଂ ନିର୍ଦ୍ଦେଶକ ଥିବେ, ସେମାନେ ମଧ୍ୟ ସମସ୍ୟା ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ। ଏମିତି ଅନେକ ଉଦାହରଣ ମୁଁ ଦେଇପାରିବି। ଆଉ ଏହାକୁ ସମାଧାନ କରିବା ପାଇଁ ଜିଲ୍ଲାପାଳମାନେ ନିଜେ ନିଜ ସ୍ତରରେ ନିୟମିତ ଭାବେ ସଂଯୋଜନ ସମୀକ୍ଷା ବୈଠକ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ଅଛି। ଏହା ଉପରେ ସମସ୍ତେ ଗୁରୁଦାୟିତ୍ୱ ତୁଲେଇବେ ବୋଲି ମୁଁ ଆପଣମାନଙ୍କୁ ପରାମର୍ଶ ଦେଉଛି।
କିଛି ପରାମର୍ଶ ଅଛି ମୋ ପାଖରେ। ପ୍ରଥମ ହେଉଛି ଯେ ଆପଣମାନେ ସମସ୍ତେ ସଚ୍ଚୋଟ ଏବଂ ସାଧୁତାର ସହିତ ଆପଣମାନଙ୍କର ଦାୟିତ୍ୱ ନିର୍ବାହ କରନ୍ତୁ। ଆମ ସରକାରଙ୍କର ନୀତି ହେଲା ଜିରୋ ଟଲରାନ୍ସ ଫର୍ କରପ୍ସନ୍। ବରିଷ୍ଠ ଅଧିକାରୀମାନେ ରକ୍ଷକ ପଦରେ ରହି ଭକ୍ଷକ ନ ହୁଅନ୍ତୁ। ବିଭିନ୍ନ ଟେଣ୍ଡର, କାର୍ଯ୍ୟାଦେଶ ଇତ୍ୟାଦି ସମ୍ପୂର୍ଣ୍ଣ ନିୟମ ଅନୁସାରେ ଏବଂ ଫେୟାର ଆଣ୍ଡ ଟ୍ରାନ୍ସପରେଣ୍ଟ ପ୍ରୋସେସ୍ ଜରିଆରେ ଏହା କରାଯାଉ। ଏଥିରେ ଅଧିକାରୀମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ସାମିଲ ଯେମିତି ନ ହେଉ। ଅଧିକାରୀମାନଙ୍କର ଦୁର୍ନୀତିପୂର୍ଣ୍ଣ ଆଚରଣ ପାଇଁ ମୁଁ ଏବଂ ଆମ ସରକାର ବଦନାମ ହେଲେ ମୁଁ ଏହା କସ୍ମିନ୍ କାଳେ ବରଦାସ୍ତ କରିପାରିବି ନାହିଁ। ଆପଣମାନେ ସମସ୍ତେ ଦେଖୁଥିବେ ସରକାରଙ୍କର ଭିଜିଲାନ୍ସ ବିଭାଗ କିଭଳି ଭାବରେ ସୁପର ଆକ୍ଟିଭ ମୋଡ଼ରେ ଅଛନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଆଇଏଏସ୍ ଅଫିସର ସ୍ତରୀୟ ପର୍ଯ୍ୟନ୍ତ ଯଦି କେହି ଦୁର୍ନୀତି କରୁଥିବେ ସମସ୍ତଙ୍କ ପାଇଁ ସଂଜ୍ଞା କେବଳ ଗୋଟିଏ ଅଛି, ତାହା ହେଉଛି ତାଙ୍କୁ ସେଥିରେ ଗଣାଯିବ ଦୁର୍ନୀତିଖୋର ଅଧିକାରୀ। ଏ ଦୁର୍ନୀତିଖୋର ଅଧିକାରୀ, ଏଣୁ ମୋତେ ବି ଦୁଃଖ ଲାଗେ ଏ କଥା କହିବା ପାଇଁ, ମୋର କହିବାର ଆବଶ୍ୟକତା ନାହିଁ, କିନ୍ତୁ ବାଧ୍ୟ ହେଉଛି ଏଇଥିପାଇଁ ଯେ ୟୁପିଏସ୍ସି ଓପିଏସ୍ସିରେ ଭଲ ର୍ୟାଙ୍କ ରଖି ସଫଳତା ପାଇଥିବା ଅଧିକାରୀମାନେ ଏତେ କମ୍ ବୟସରେ କିପରି ଦୁର୍ନୀତିଖୋର ହୋଇଯାଉଛନ୍ତି। ଥରେ ଯଦି କ୍ୟାରିୟରରେ କଳା ଦାଗ ଲାଗିବ ତାର ପରିଣାମ କ'ଣ ଆପଣମାନେ ସମସ୍ତେ ଜାଣିଛନ୍ତି। ତାପରେ ବି ଅନେକ ଅଧିକାରୀ ତାରି ଉପରେ ହାତ ମାରି ଦେଉଛନ୍ତି। ତେଣୁ ଆପଣମାନେ ସମସ୍ତେ ଦୁର୍ନୀତିର ଛାଇଠାରୁ ଦୂରରେ ରହିବା ସହିତ ନିଜ ଜିଲ୍ଲାରେ କାର୍ଯ୍ୟରତ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆପଣଙ୍କ ପାଖରେ ଅପାର କ୍ଷମତା ଅଛି। ତାକୁ ବ୍ୟବହାର କରନ୍ତୁ ଏବଂ ସବୁ ସ୍ତରରେ ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାସନ ଦେବା ପାଇଁ ଆପଣମାନେ ପ୍ରୟାସ ଜାରି ରଖନ୍ତୁ। ଦ୍ୱିତୀୟ ପରାମର୍ଶ ହେଉଛି ଫିଲ୍ଡ ଭିଜିଟ୍। ସିଇଂ ଇଜ୍ ବିଲିଭିଂ। ଦେଖିଲେ ହିଁ ବିଶ୍ୱାସ ହେବ। ତେଣୁ ମୁଁ ସବୁ ଜିଲ୍ଲାପାଳ ଏବଂ ଅନ୍ୟ ବ୍ଲକ ସ୍ତରରେ କିମ୍ବା ତହସିଲ ସ୍ତରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ମୁଁ ପରାମର୍ଶ ଦେବି, ପ୍ରତି ମାସରେ କିଛି ଦିନ ଫିଲ୍ଡ ଭିଜିଟ୍ କରନ୍ତୁ। କରୁଥିବେ ମଧ୍ୟ, କିନ୍ତୁ ସ୍ୱତନ୍ତ୍ର ଭାବରେ ତାକୁ ଆପଣଙ୍କର ପ୍ରତି ମନ୍ଥଲି ଯେଉଁ ଆପଣଙ୍କର ପ୍ରୋଗ୍ରାମ ଡାଏରୀ ବନାଉଛନ୍ତି ସେଥିରେ ତାକୁ ସ୍ୱତନ୍ତ୍ର ସ୍ଥାନ ଦିଅନ୍ତୁ। ସେଥିରେ ରୂପରେଖ କ'ଣ କିଭଳି ଭାବରେ ଚାଲିଛି। 2 ଦିନ ତଳେ ମୁଁ ଏବେ ଦେଖୁଥିଲି, ଗତକାଲି ମୁଁ ଟିଭିରେ ଦେଖୁଥିଲି, ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ, ଏ ନନ୍ଦାହାଣ୍ଡି ବ୍ଲକର ବିଡ଼ିଓଙ୍କୁ କ୍ଷୀରଚନ୍ଦ୍ର ସାହୁ ହତାଗଡ଼ ଗ୍ରାମକୁ ସେ ଯାଇଥିଲେ। 2023ରେ ପାହାଡ଼ ଉପରେ ଥିବା ଏକ ଛୋଟ ଗ୍ରାମକୁ ସେ ଯାଇଥିଲେ କିଛି ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ, ଆଉ ସେଠି ଆଦେଶ ବି ଦେଇଥିଲେ। 23 ପରେ 24 ଗଲା, 25ର ଗତ 2 ଦିନ ପୂର୍ବରୁ ଏ ନ୍ୟୁଜ୍ ଆସିଲା। ପୁଣି ଥରେ ଏଇ ମାସରେ ସେ ପାଦରେ ଚାଲି ଚାଲି ଯାଇ ନିଜେ ଯେଉଁ ହେଇଥିବା ଯେଉଁ କାମକୁ ତାକୁ କାର୍ଯ୍ୟର ସମୀକ୍ଷା କରିବା ପାଇଁ ସେ ଯାଇଥିଲେ। ନିଜେ ଚାଲି ଚାଲି 3.5 କିଲୋମିଟର ଗଲେ ଏବଂ ସେଥିରେ ମଧ୍ୟ ଗୋଟିଏ ଡାଇରିଆ ହେଇଥିବା ଗୋଟାଏ ଶିଶୁକୁ ସେ ଦେଖିବା ପାଇଁ ପାଇଲେ। ସେଥିରେ ତୁରନ୍ତ ସେ ଖବର କରିକି ରୋଗାକ୍ରାନ୍ତ ଶିଶୁକୁ ନିଜ 2 ହାତରେ ତାକୁ ଧରି ନେଇକି ଆମ୍ବୁଲାନ୍ସରେ ବସେଇକରି ତାଙ୍କୁ ପୁଣି ଟ୍ରିଟମେଣ୍ଟ କରିବା ପାଇଁ ନେଇକରି ଗଲେ। ତ ଏଭଳିଆ ଫିଲ୍ଡ ଭିଜିଟ୍ର ଇଏ ହେଉଛି ଆମ ବଡ଼ ଅପରଚ୍ୟୁନିଟି। ଆଉ ବଡ଼ ଆମର ଇଏ ହେଉଛି ଗୋଟିଏ ହେଉଛି ପରଫର୍ମାନ୍ସ, ଇଏ ହେଉଛି ଆଉଟଷ୍ଟାଣ୍ଡିଂ ପରଫର୍ମାନ୍ସ। ଏଣୁକରି ଯଦି ଆମେ ନିଜେ ଯିବା, ନିଜେ ଏଭଳି, ଏବଂ ଆପଣ ଦେଖିଥିବେ ଗତ ସାଇକ୍ଲୋନ୍ ସମୟରେ ମଧ୍ୟ ଜଣେ ଡକ୍ଟର ସେ ପୁରା ସେ ନିଜେ ହାଫ୍ ପ୍ୟାଣ୍ଟ ପିନ୍ଧିକରି ସେ ଗାଁକୁ ଗଲେ। ଜଣେ ପ୍ରେଗନାନ୍ସି ମହିଳାଙ୍କ ପାଖକୁ ତାକୁ ଉଦ୍ଧାର କରିବା ପାଇଁ ଖବର ଆସିଲା ପରେ ସେ ସଙ୍ଗେ ସଙ୍ଗେ ନିଜେ ଗଲେ, ପହଞ୍ଚିଲେ, ତାଙ୍କ ଟିମ୍ ନେଇକରି ଚିକିତ୍ସା କରାଇଲେ। ଅଧିକ ଆବଶ୍ୟକ ଚିକିତ୍ସା ପାଇଁ ତାଙ୍କୁ ସେଠୁ ବୁହା ହେଲା। ସମସ୍ତେ ଅଣ୍ଟେ ପାଣିରେ ବୋହିକରି ପୁଣି ଆଣିଲେ ଆମ୍ବୁଲାନ୍ସ ପାଖକୁ। ଆମ୍ବୁଲାନ୍ସରେ ନେଇକି ତାକୁ ଟ୍ରିଟମେଣ୍ଟ କରାଇବା ନିଜେ ଡକ୍ଟର ଯାଇକି। ଇ ଆଉଟଷ୍ଟାଣ୍ଡିଂ ପରଫର୍ମାନ୍ସ। ଇଏ ଗୋଟିଏ ଗୋଟିଏ କାମରେ ହିଁ ହିରୋ କରାଇଦେବ। ଏଣୁକି ମୋ କହିବା କଥା ହେଉଛି ଯେ ସେ ଟାଇପ୍ର ଅନେକ ଆମକୁ କାର୍ଯ୍ୟକ୍ରମ କରିବା ପାଇଁ ପଡ଼ିବ। ଏଣୁ ଏହା ହେଉଛି ପ୍ରକୃତ ସମୀକ୍ଷା। ନିଜ କାର୍ଯ୍ୟାଳୟର କମ୍ଫର୍ଟ ଜୋନ୍ରୁ ବାହାରି, ଅର୍ଥାତ୍ ନିଜ କ୍ୟାମ୍ପସରୁ ବାହାରି ଆପଣମାନେ ଲୋକଙ୍କ ପାଖକୁ ଯାଆନ୍ତୁ ସମାଧାନ କରିବା ପାଇଁ। ତୃତୀୟ ପରାମର୍ଶ ହେଉଛି ଟେକ୍ନୋଲୋଜିର ଯୁଗ। ଏ ଟେକ୍ନୋଲୋଜିକୁ ଶାସନ ପ୍ରଶାସନର ଏକ ଅଭିନ୍ନ ଅଙ୍ଗ ଭାବରେ ଆଜିର ଦିନରେ ବ୍ୟବହାର କରିବାର ବହୁତ ଆବଶ୍ୟକତା ଅଛି। ଆଜିକାଲି ଟେକ୍ନୋଲୋଜି, ପ୍ରାୟ ସବୁ ପ୍ରକାର ଟେକ୍ନୋଲୋଜି ଉପଲବ୍ଧ ଅଛି। ଆପଣମାନେ ରିଅଲ୍ ଟାଇମ୍ ଡାଟାକୁ ସହଜରେ ପାଇପାରିବେ ଏବଂ ସେସବୁକୁ ଅନୁଧ୍ୟାନ କରି ଆସୁଥିବା
ପ୍ରତିବନ୍ଧକ ସବୁକୁ ଠିକ୍ ସମୟରେ ଜାଣିପାରିବେ ଏବଂ ତଦନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରେ ଡାଟାବେସ୍ ସହାୟକ ଆପଣମାନେ ମଧ୍ୟ ଏ ଡାଟାବେସ୍ ଆପଣଙ୍କୁ ସହାୟକ ଦେବ। ଚତୁର୍ଥ ପରାମର୍ଶ ହେଉଛି ଅଭିଯୋଗ ଶୁଣାଣି। ଆଜି ଆମ ସରକାରଙ୍କର ଓଡ଼ିଶାର ସାଧାରଣ ଜନତା ଲୋକଙ୍କର ସରକାର ଭାବେ ଅଭିହିତ କରିଛନ୍ତି। ଏହାର ଗୋଟାଏ ପ୍ରମୁଖ କାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ତରର ଅଭିଯୋଗ ଶୁଣାଣି। ଗତ 16 ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଆଜି ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଛି। ଆଉ ଗତ 17 ମାସରେ ମୁଁ ବ୍ୟକ୍ତିଗତ ଭାବେ 12,000ରୁ ଅଧିକ କେସ୍ରେ ପଞ୍ଜୀକୃତ କେସ୍ରେ 50,000 ଲୋକଙ୍କୁ ଭେଟି ତାଙ୍କ ସମସ୍ୟା ବିଷୟରେ ଶୁଣି ତାଙ୍କୁ ତାର ସମସ୍ୟାର ସମାଧାନ କରିବା ପାଇଁ ମୁଁ ଚେଷ୍ଟା ମଧ୍ୟ କରିଛି। ଏବଂ ଗୋଟିଏ କାର୍ଯ୍ୟକ୍ରମ ସମ୍ବଲପୁରରେ ମଧ୍ୟ ଜନଶୁଣାଣି ଇଏ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ସେଠି ଯାଇଥିଲା, ତାହାର ମଧ୍ୟ କାର୍ଯ୍ୟକ୍ରମ ଆମେ କରିଛନ୍ତି। ସବୁ ଅଭିଯୋଗର ସମାଧାନ 90% ଆପଣଙ୍କର ଛୁଇଁ ପାରିଛି। ଆଉ ଆମେ ମଧ୍ୟ ଯେଉଁଟା ଜିଲ୍ଲା ସ୍ତରରେ ଆମେ ଯେଉଁ ଅଭିଯୋଗ ଶୁଣାଣି କରାଉଛନ୍ତି ପ୍ରତି ବାରରେ ସୋମବାରକୁ ସୋମବାରରେ, ସେହି ଆଧାରରେ ଆମେ ମଧ୍ୟ ତାକୁ କରିବା ଦରକାର। ଆଉ ସେଠି ଯଦି ଆପଣ ଅଧିକ ଫୋକସ୍ କରିବେ ତାହେଲେ ଗୋଟିଏ ଜିଲ୍ଲାରୁ ଅର୍ଥାତ୍ ମାଲକାନଗିରି କିମ୍ବା ନୂଆପଡ଼ା କିମ୍ବା ସୁନ୍ଦରଗଡ଼ରୁ ରେସନ୍ କାର୍ଡ଼ କିମ୍ବା ଭତ୍ତା ପାଇଁ ସେ କାହିଁକି ଭୁବନେଶ୍ୱରକୁ ଆସିବ, ସେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିବ? ଏଠି ବି ଲୋକ ଆସୁଛନ୍ତି। ଏହାର ମାଲକାନଗିରିର ଅଭିଯୋଗ ପ୍ରକୋଷ୍ଠରେ ଯେଉଁଗୁଡ଼ିକ ମାଲକାନଗିରି ଜିଲ୍ଲା ପ୍ରଶାସନ ମାଧ୍ୟମରେ ହୋଇପାରିବ, ଆମେ ସେଇଠି ତାଙ୍କୁ କିଭଳି ଭାବରେ ତା'ର ଅଭିଯୋଗ ଶୁଣିକି ଆମେ ତାକୁ କରେଇବା ଆଉ ତାକୁ ନିୟମିତ ପ୍ରଭାବୀ ଢଙ୍ଗରେ କରେଇ ପାରିବା। ଆଉ ସେଥିପାଇଁ ମୋର ଆପଣମାନଙ୍କୁ ସମସ୍ତଙ୍କୁ ପରାମର୍ଶ ଯେ ଜିଲ୍ଲା ସ୍ତରରେ ଫୁଲ୍ ଟାଇମ୍ ସବୁଦିନିଆ ଅଭିଯୋଗ ପ୍ରକୋଷ୍ଠ ସ୍ଥାପନା ମଧ୍ୟ ଆପଣ କରିବାର ଅଭିପ୍ରାୟ ରଖନ୍ତୁ। ସୋମବାରକୁ ସୋମବାର ଆପଣ ନିଶ୍ଚିତ ଭାବରେ ଜିଲ୍ଲାପାଳମାନେ ଆପଣମାନେ ଜିଲ୍ଲା ହେଡ଼କ୍ୱାର୍ଟରରେ ଗୋଟିଏ ଦିନ କରିଲେ ବାକି ବ୍ଲକ ସ୍ତରୀୟ ଆପଣମାନେ କରୁଛନ୍ତି ସେଥିରେ, କିନ୍ତୁ ପ୍ରତିଦିନର ବି ଅଭିଯୋଗ ଯିଏ ଆସିବ ସେ ଅଭିଯୋଗ ଦେଇପାରିବ, ପ୍ରତି ବ୍ଲକରେ ଦେଇପାରିବ, ପ୍ରତି ସବ୍ କଲେକ୍ଟର ଅଫିସରେ ଦେଇପାରିବ, ପ୍ରତି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଜଣେ ଦେଇପାରିବ। ତାର ଗୋଟେ ଲେଭେଲ୍ କରିକି କେଉଁ ଲେଭେଲର କେଉଁ ଅଭିଯୋଗ କେଉଁଠି ସେ ଯାଇକି ପହଞ୍ଚି ପାରିବ ତାହା ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ କରେଇ ପାରିଲେ ମୁଁ ଭାବୁଛି ସେଗୁଡ଼ିକ ଆଉ ରାଜ୍ୟ ସ୍ତରକୁ ଆସିବ ନାହିଁ ଏବଂ ବହୁତ ବଡ଼ ଇଏ ଗୋଟିଏ ଲୋକଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ କାମ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ତାଙ୍କୁ ନ୍ୟାୟ ଦେବା ପାଇଁ ଗୋଟିଏ ରାସ୍ତା ସରଳ ହୋଇଯିବ। ପଞ୍ଚମ ପରାମର୍ଶ ହେଉଛି ଓଡ଼ିଆ ଅସ୍ମିତାର ସୁରକ୍ଷା ପ୍ରଚାର ପ୍ରସାର ସୁରକ୍ଷା ଏବଂ ପ୍ରସାର ଆମ ଏକର ମୁଖ୍ୟ ସଂକଳ୍ପ ଇଏ ଅଛି। ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ଅତି ଗୁରୁତ୍ୱପୂର୍ଣ୍ଣ। ବ୍ୟକ୍ତିଗତ ହେଉ ବା ସାମୂହିକ ସାଧାରଣ ଜନତାଙ୍କର ଉଦ୍ଦେଶ୍ୟରେ ଯାଉଥିବା ସବୁ ସୂଚନା ଓଡ଼ିଆ ଭାଷାରେ ହେବା ଅତ୍ୟନ୍ତ ଜରୁରୀ ଅଟେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସ୍ତରରେ ଅଧିକ ଉଦ୍ୟମ ହେବା ମଧ୍ୟ ଆବଶ୍ୟକତା ଅଛି। ମୁଁ ଆଜି ବି ଦେଖୁଥିଲି ଅନେକ ଜିଲ୍ଲାରେ ୱେବସାଇଟ୍ ସମ୍ପୂର୍ଣ୍ଣ ରୂପେ ଓଡ଼ିଆରେ ସମସ୍ତ ସୂଚନା ଆପଣମାନେ ଦେଉନାହାନ୍ତି, କିଛି ଦେଉଛନ୍ତି, କିଛି ଇଂରାଜୀରେ ବି ଦେଉଛନ୍ତି। ଜିଲ୍ଲା ଏବଂ ବ୍ଲକ ସ୍ତରରେ ଅଧିକାଂଶ ଲୋକଙ୍କର ଭାଷା ହେଉଛି ଏକମାତ୍ର ଭାଷା ହେଉଛି ଓଡ଼ିଆ। ତେଣୁ ସମସ୍ତେ ଚେଷ୍ଟା କରିବା ଉଚିତ ସରକାରୀ ନଥିପତ୍ର ନୋଟିସ୍ ବିବରଣୀ ବିଜ୍ଞାପନ ସବୁ ଓଡ଼ିଆ ଭାଷାରେ ହେବା ବହୁତ ଜରୁରୀ ଅଟେ ଆଉ ତାକୁ ଆପଣମାନେ ସୁନିଶ୍ଚିତ କରନ୍ତୁ। ପଞ୍ଚମ ପରାମର୍ଶ ହେଉଛି ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡ଼ିଆର ଇଏ ହେଉଛି ଯୁଗ। ଆଜି ଘରେ ଘରେ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆ ବହୁଳ ଭାବେ ବ୍ୟବହାର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ସୋସିଆଲ ମିଡ଼ିଆକୁ ବ୍ୟବହାର କରି ନିଜ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ରାଜ୍ୟ ସରକାରଙ୍କର କାର୍ଯ୍ୟକ୍ରମ ବିଷୟରେ ପ୍ରଚାର ପ୍ରସାର ଆପଣମାନେ କରୁଥିବେ, କିନ୍ତୁ ତାକୁ ବ୍ୟାପକ ଭାବରେ କରିବାର ଆବଶ୍ୟକତା ଅଛି। ସରକାର ଏବଂ ଲୋକଙ୍କ ମଧ୍ୟରେ ସେତୁ ପରି ଏ କାର୍ଯ୍ୟକ୍ରମର ଇଏ ସୂଚନା ଆପଣମାନେ କରେଇ ପାରିବେ। ସୋସିଆଲ ମିଡ଼ିଆ ବ୍ୟବହାର କରି ଯେପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ଆପଣମାନେ ନିହାତି ଦୃଷ୍ଟି ଦେବାର ଆବଶ୍ୟକତା ଅଛି। ଷଷ୍ଠ ପରାମର୍ଶ ହେଉଛି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ତୁରନ୍ତ ଆପଣମାନେ ସମ୍ମାନ ପ୍ରଦର୍ଶନ କରିବା। ଗତ ସରକାର ଅମଳରେ ମୁଁ ଏହାର ଭକ୍ତଭୋଗୀ ଅଛି। କେମିତି ସେ IIC ମୋତେ ଗେଟ୍ ଆଉଟ୍ କହିଲେ ଏବଂ ଆହୁରି ଅନେକ ଉଦାହରଣ ଅଛି। ମୁଁ ସେ ପୁରୁଣା ଉଦାହରଣକୁ ଆଉ ଦେବା ପାଇଁ ମୁଁ ଚାହୁଁନାହିଁ। ଏବଂ ମୋତେ ଜଣେ ଆମ ଜିଲ୍ଲାପାଳ ବି ମୋତେ ଆରେଷ୍ଟ କରିବା ପାଇଁ କହୁଥିଲେ।
ତାର କୌଣସି ଯଥାର୍ଥତା ନଥିଲା। ତ ଏ ପ୍ରକାରର ମନୋଭାବ ଆମ ସରକାରରେ ଲୋକଙ୍କ ସରକାରରେ ରହିବା ଆଦୌ ଉଚିତ ନୁହଁ। ଯେକୌଣସି ଲୋକ ପ୍ରତିନିଧି ନିର୍ବାଚିତ ପ୍ରତିନିଧି ଯେ ଆସିବେ, ୱାର୍ଡ଼ ମେମ୍ବର ବି ଆସୁ, ସେତିକି ସମ୍ମାନ ଦେବାର ଆବଶ୍ୟକତା ଅଛି ଯେତିକି ଆପଣ ବିଧାୟକକୁ ସାଂସଦକୁ ଦେବେ। ଜଣେ ୱାର୍ଡ଼ ମେମ୍ବର ଆସିଲା ତାକୁ ସିଟ୍ରେ ବସାନ୍ତୁ, ଜିଲ୍ଲାପାଳମାନେ ବି ବସାନ୍ତୁ, ବିଡ଼ିଓ ମାନେ ବି ବସାନ୍ତୁ, ସବ୍ କଲେକ୍ଟର ବସାନ୍ତୁ, ଆଉ ବିଡ଼ିଓ ତହସିଲଦାର ସମସ୍ତେ ବସାନ୍ତୁ। ସମ୍ମାନ ଅନ୍ତତଃ ଆଗେ ଦିଅନ୍ତୁ। ଦଳମତ ନିର୍ବିଶେଷରେ ସେଥିରେ ସମସ୍ତଙ୍କୁ ଆପଣମାନେ ବସାନ୍ତୁ, ଆଉ ତାଙ୍କୁ ଆବଶ୍ୟକ ଯାହା ତାଙ୍କର ଆଜ୍ଞା ଅଛି ବା ଜିଜ୍ଞାସା ଅଛି ତାକୁ ପଚାରନ୍ତୁ, ଆଉ ତାଙ୍କର ପ୍ରସ୍ତାବକୁ ଆପଣମାନେ ନିଅନ୍ତୁ ଏବଂ ବିଚାରକୁ ନିଅନ୍ତୁ। ମୁଁ କହୁନାହିଁ ଯେ ତାଙ୍କ ସବୁ ପ୍ରସ୍ତାବ ଆପଣ କାର୍ଯ୍ୟକାରୀ କରାଇବେ। ଯାହା ହେବା ଯୋଗ୍ୟ ଅଛି ତାକୁ କରାନ୍ତୁ, ଯାହା ନ ହୋଇପାରିବ ତାକୁ ଆପଣମାନେ ବିଭିନ୍ନ ପ୍ରକାର ଟ୍ରିକ୍ସ ଲଗେଇକରି ଆପଣମାନେ ତାଙ୍କୁ ସେହି ଅନୁସାରେ ପରାମର୍ଶ ଆପଣମାନେ ଦେଇପାରିବେ। ଆଉ ଏ ସମ୍ମାନ ଜଣାଇବା ଆଉ ସୌଜନ୍ୟମୂଳକ ଅଭିବାଦନ ଜଣାଇବା, ଏହାଦ୍ୱାରା ସେ ନିଶ୍ଚିତ ଭାବରେ ତାର କାମ ନହେଲେ ମଧ୍ୟ ସେ କହିବ ଯେ ଜିଲ୍ଲାପାଳ ବହୁତ ଭଲ ସମ୍ମାନ ଭଲ ଦିଅନ୍ତି, ବିଡ଼ିଓ ଭଲ ସମ୍ମାନ ଦିଅନ୍ତି, ଚେୟାରରେ ବସିବା ପାଇଁ କହନ୍ତି। ମୁଁ ଜଣେ ୱାର୍ଡ଼ ମେମ୍ବର ହେଲା ପରେ ମଧ୍ୟ ମୋତେ ବିଡ଼ିଓ ମୋତେ ଆସନଟିଏ ଦେଲେ ବସିବା ପାଇଁ, ଚା ଟିକେ ଦେଲେ ପିଇବା ପାଇଁ, ପାଣି ଟିକେ ଦେଲେ, ଭଲ କଥା ହେଲେ ଏ କଥାଟି ସେ ପ୍ରଚାର କରିବ। ଆଉ ସେଇଟା ହିଁ ଆମର ଆଉଟଷ୍ଟାଣ୍ଡିଂ ପରଫର୍ମାନ୍ସ। ତେଣୁ ମୁଁ ଆପଣମାନଙ୍କୁ ଏ ଯେଉଁ ପରାମର୍ଶ ମୁଁ ଯାହା ବି ଦେଇଛି ତାକୁ ମୁଁ ଭାବୁଛି ଯେ ଏହା ଆପଣମାନେ ଆହୁରି ଭଲ ଭାବରେ କାର୍ଯ୍ୟକାରୀ କରାଇବେ ବୋଲି। ଅନ୍ୟଥା ଏପରି ସାମାନ୍ୟ କଥାକୁ ନେଇକରି ବହୁ ସମୟରେ ବହୁତ ଅପ୍ରୀତିକର ପରିସ୍ଥିତି ମଧ୍ୟ ତିଆରି ହେଉଛି। ଆଉ ଏ କଥା ମୁଁ ମୋ ଉଦାହରଣ ମୋ ନିଜ ମାଧ୍ୟମରେ ଆପଣମାନଙ୍କୁ ଅନେକ ଥର ବି ମୁଁ ଦେଇସାରିଛି। ସପ୍ତମ ପରାମର୍ଶ ହେଉଛି ଯେ ଅନେକ କ୍ଷେତ୍ରରେ ମୁଁ ଦେଖିଛି ଯେ ବିଭିନ୍ନ ସରକାରୀ କାର୍ଯ୍ୟକୁ ରାଜ୍ୟ ସ୍ତରରେ ଆଉଟସୋର୍ସ କରି ଦିଆଯାଉଛି। ଆଉଟସୋର୍ସିଂ ମାଧ୍ୟମରେ ରାଜ୍ୟ ସ୍ତରରେ ଏହାକୁ PMU ଆଉ ଜିଲ୍ଲା ସ୍ତରରେ ଏହାକୁ ଆଉଟସୋର୍ସିଂ ବା ଆଉଟସୋର୍ସ ହିସାବରେ ଧରାଯାଉଛି। କିନ୍ତୁ ଏହି ମୋଡ଼ରେ କାର୍ଯ୍ୟ କରାଯାଇପାରିଲେ ଯଦି ସମ୍ପୃକ୍ତ ବିଭାଗ କିମ୍ବା ଜିଲ୍ଲାପାଳଙ୍କ ପକ୍ଷରେ ଯେତେବେଳେ କରାଯାଇପାରିବ, କେତେବେଳେ କରାଯିବ ନା ଯେତେବେଳେ ବିଭାଗୀୟ ଅଧିକାରୀଙ୍କର ଅଭାବ ଥିବ, ସେ କ୍ଷେତ୍ରରେ କେବଳ ଆବଶ୍ୟକ। ତେଣୁ ଏହାକୁ ଏଇ ଯେଉଁ ଅଭ୍ୟାସକୁ ରାଜ୍ୟସ୍ତର କିମ୍ବା ଜିଲ୍ଲା ସ୍ତରରେ ସମୀକ୍ଷା କରାଯାଉ, କେବଳ କେଉଁଠି ଅତ୍ୟନ୍ତ ଆବଶ୍ୟକ ଜାଗାରେ କେବଳ ଏହାକୁ ବ୍ୟବହାର କରାଯାଇପାରେ। ଅନ୍ୟଥା ଆମେ କିଭଳି ଭାବରେ ପରାମର୍ଶ ଦେବା ସରକାରକୁ ମଧ୍ୟ ତାହାର ଫିଲ୍ଅପ୍ କରିବା ପାଇଁ, ଆଉ ସେ ଆଧାରରେ ଆମକୁ ଏଇ ଯେଉଁ ଆଉଟସୋର୍ସିଂ ବା PMU ଏହାକୁ ଧୀରେ ଧୀରେ ଆମକୁ କମାଇବା ପାଇଁ ପଡ଼ିବ। ଅଷ୍ଟମ ପରାମର୍ଶ ହେଉଛି, ମୁଁ ଗତ ଜିଲ୍ଲାପାଳ ସମ୍ମିଳନୀରେ ବର୍ଷ ଧରି ଗାଦି ମାଡ଼ି ବସିଥିବା ଅଧିକାରୀ, ଅର୍ଥାତ୍ ଗୋଟିଏ ସିଟ୍ରେ 15 ବର୍ଷ 20 ବର୍ଷ 25 ବର୍ଷ ଧରିକରି ସେହି ସିଟ୍ରେ ହିଁ ମାଡ଼ି ବସୁଥିବା କିଛି ଅଧିକାରୀଙ୍କୁ ଚିହ୍ନଟ କରି ତୁରନ୍ତ ବଦଳି କରିବା ପାଇଁ ନିର୍ଦ୍ଦେଶ ମୁଁ ଦେଇଥିଲି। ମୁଁ ସଠିକ୍ ଭାବେ ଜାଣିନାହିଁ ଏହା କେତେ କାର୍ଯ୍ୟକାରୀ ହୋଇଛି। ତେଣୁ ମୁଁ ସବୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେବି ଯେ ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏଭଳି ଅଧିକାରୀଙ୍କୁ ଚିହ୍ନଟ କରି ତୁରନ୍ତ ନିୟମ ଅନୁଯାୟୀ ବଦଳି କରନ୍ତୁ, ନହେଲେ ଆବଶ୍ୟକୀୟ ପଦକ୍ଷେପ ଦୃଢ଼ ପଦକ୍ଷେପ ନିଅନ୍ତୁ। ଆପଣମାନେ ଜାଣିଛନ୍ତି ଯେ ଆମ ସରକାର ମାନନୀୟ ପ୍ରଧାନମନ୍ତ୍ରୀଙ୍କର ମନ୍ତ୍ର ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ସବକା ପ୍ରୟାସ ମନ୍ତ୍ରରେ ରାଜ୍ୟର କଲ୍ୟାଣ ପାଇଁ ଡବଲ ଇଞ୍ଜିନ୍ ସରକାର ହିସାବରେ ଆଜି ନିୟମିତ ଭାବରେ କାମ କରୁଛନ୍ତି। ଏଥିପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସରକାର ପ୍ରଣୟନ କରିଛନ୍ତି ଏବଂ କରୁଛନ୍ତି। କିନ୍ତୁ ଯୋଜନା ଯେତେ ଅଭିନବ ହେଲେ ବି ଏହାର ପ୍ରକୃତ ସଫଳତା ଏହାର ଆନ୍ତରିକ ରୂପାୟନ ଉପରେ ହିଁ ନିର୍ଭର କରିଥାଏ। ତେଣୁ ମୁଁ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରୁଛି ଯେ ଲୋକଙ୍କର ସୁବିଧା ପାଇଁ ସମସ୍ତେ ସଚ୍ଚୋଟ କର୍ତ୍ତବ୍ୟନିଷ୍ଠ ହୁଅନ୍ତୁ ଏବଂ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଯୋଜନାର ସଫଳ ରୂପାୟନ କରନ୍ତୁ। ଏହା ହିଁ ଆମ ସମସ୍ତଙ୍କର ହେବ ଆଉଟଷ୍ଟାଣ୍ଡିଂ ପରଫର୍ମାନ୍ସ। ମୋର ଜିଲ୍ଲାପାଳମାନଙ୍କୁ ଆଉ ଏକ ପରାମର୍ଶ, ଆପଣମାନେ ଲୋକମାନଙ୍କର ସହିତ ମିଶନ୍ତୁ। ସାଧାରଣ ଲୋକଟି ଆସିଲେ କିଛି ସମୟ ଦେଇ ଧୈର୍ଯ୍ୟର ସହ ତାଙ୍କ କଥା ଶୁଣନ୍ତୁ ଓ ତାଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଏହା ହିଁ ହେବ ଆମ ସୁଶାସନର ଭିତ୍ତିଭୂମି ବା ମୂଳଦୁଆ ବା ଇନଫ୍ରାଷ୍ଟ୍ରକ୍ଚର କୁହାଯାଇପାରିବ। ରାଜ୍ୟର ଶାସନ ମୁଖ୍ୟ ଭାବେ ମୁଁ ଆପଣ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ସରକାର ଆପଣମାନଙ୍କ ସହିତ ସବୁବେଳେ ଛିଡ଼ା ହୋଇଛନ୍ତି। କିନ୍ତୁ ଏହା ବି ମନେ ରଖିବେ ଯେ ଅବହେଳା, ଦୁର୍ନୀତି ବା ଅପାରଗତାକୁ ମୁଁ କେବେ ହେଲେ
ପ୍ରଶୟ ଦେବି ନାହିଁ। ଆମ୍ଭେମାନେ ଯିଏ ଯେଉଁ ପଦପଦବୀରେ ଥାଉନା କାହିଁକି, ଯେତେ ଜନସେବା ପାଇଁ ଉତ୍ସର୍ଗୀକୃତ ଏବଂ ଆମର କାର୍ଯ୍ୟକଳାପ ପାଇଁ ଆମେ ଜନତାଙ୍କର ପାଖରେ ଆମେ ସମସ୍ତେ ଉତ୍ତରଦାୟୀ। କେବଳ ଲୋକପ୍ରତିନିଧିମାନେ ନୁହନ୍ତି କିମ୍ବା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନୁହନ୍ତି, ଆମେ ସମସ୍ତେ ତା'ର ଉତ୍ତରଦାୟୀ। ଶେଷରେ ମୁଁ ଆପଣ ସମସ୍ତଙ୍କୁ ନିବେଦନ କରିବି, ଆସନ୍ତୁ ଆମେ ସମସ୍ତେ ମିଳିମିଶିକି ଆମେ ସମସ୍ତେ ଆମର ଲକ୍ଷ୍ୟ ପଥରେ ଆମେ ଆଗେଇ ଚାଲିବା, ଆମର କର୍ତ୍ତବ୍ୟ ଆମେ ପାଳନ କରି ଚାଲିବା। ଆଉ ଆମର ଯେଉଁ ଭିଜନ୍ ଅଛି 2036 ସମୃଦ୍ଧ ଓଡ଼ିଶା ଏବଂ 2047 ବିକଶିତ ଭାରତ, ଏହି ଆଧାରରେ ଆମକୁ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଗଠନ କରିବାର ଏବଂ ଆମର ଲକ୍ଷ୍ୟକୁ ପୂରଣ କରିବାର ଆମେ ସମସ୍ତେ ଆମ ନିଜର ଭାଗିଦାରୀ ଆମେ ସମସ୍ତେ ଭାଗିଦାରୀ ହେବା ଏବଂ ଆମର ଅବଦାନକୁ ଆମେ ଏ ସରକାରକୁ ଆମେ ଦେବା। ଏଣୁ ମୁଁ ନିଶ୍ଚିତ ଯେ ମୋଦିଜୀଙ୍କର ନେତୃତ୍ୱରେ ନୂତନ ଭାରତ ଗଢ଼ିବା ପାଇଁ ଯେଉଁ ଯଜ୍ଞ ସେ ଆରମ୍ଭ କରିଛନ୍ତି, ଏଥିରେ ସମସ୍ତେ ନିଜ ନିଜର ତ୍ୟାଗ ବଳିଦାନକୁ ନିଜ ପ୍ରଚେଷ୍ଟା ଆଉ ଅଧ୍ୟବସାୟ ମାଧ୍ୟମରେ ଆମର ଆଉଟଷ୍ଟାଣ୍ଡିଂ ପରଫର୍ମାନ୍ସ ମାଧ୍ୟମରେ ଆମେ ପ୍ରଦାନ କରିପାରିବା। ମୁଁ ଦୃଢ଼ ଆଶାବାଦୀ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି, ଆପଣମାନଙ୍କୁ ଶକ୍ତି ପ୍ରଦାନ କରନ୍ତୁ, ଆଶୀର୍ବାଦ ଦିଅନ୍ତୁ। ଆଉ ଆପଣମାନେ ସମସ୍ତେ ଆଉଟ୍ ପରଫର୍ମାନ୍ସର ସହିତ ଆପଣମାନେ ସମସ୍ତେ ଆମ ସରକାରର ଓଡ଼ିଶା ସରକାରଙ୍କର ଯେଉଁ କାର୍ଯ୍ୟକ୍ରମ ଆପଣମାନଙ୍କୁ ଦିଆଯାଉଛି ତାକୁ ଆପଣମାନେ ସହଜରେ ଆପଣମାନେ ତାକୁ ତୁଲେଇ ପାରିବେ, ସଫଳ ନେତୃତ୍ୱ ଦେଇପାରିବେ ବୋଲି ମୁଁ ଦୃଢ଼ ଆଶାବାଦୀ। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ। बहुत बहुत धन्यवाद मान्यवर मुख्यमंत्री महोदय। अपन आम समस्त को समृद्ध ओडिशा विजन 2036 एवं विकसित भारत